पारायण सुविधा पारायण करने सुजोग देइचंती से मु कृतज्ञ। आउ एबे आरंभ करिया आजिर पारायण। ओम श्री श्री गणेशाय नमः। ओम नमो भगवते वासुदेवाय। ओम वागीशाजस्य वदने लक्ष्मीर्जस्य च वक्षसि जस्यास्ते हृदये संवित् तं नृसिंहमहं भजे। विश्वसर्ग विसर्गादि नवलक्षण लक्षितं श्रीकृष्णाख्यं परं धाम जगद्धाम नमामि तत्। माधवो माधवा विशौ सिद्धे विधायिनो वन्दे परस्परात्मनौ परस्परानुतिप्रियौ। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। जं ब्रह्मा वरुणेन्द्र रुद्र मरुताः स्तुन्वन्ति दिव्यै स्तवैर्वेदैः साङ्गपदक्रमोपनिषदैर्गायन्ति जं सामगाः। ध्यानावस्थित तद्गतेन मनसा पश्यन्ति जं योगिनो यस्यान्तं न विदुः सुरासुरगणा देवाय तस्मै नमः। ओम नारायण नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। ओम नमो भगवते वासुदेवाय। ओम नमो भगवते पुरुषोत्तमाय। श्रीमद्भागवत महापुराण चतुर्थ स्कंद सप्तदश अध्याय। महिग्रासन्ते शस्य बीज धाइले पृथुराज भये धरणी कलास्तव 17 अध्यायर प्रस्ताव। मैत्रेय उवाच एमन्ते पृथुराजा बोले सुतमा गधे तुले भविष्य कले जेते स्तुति शुणी सानंदे नरपति आत्मार गुण कर्म शुणी संतोष ने नृपमणि वांछित सर्व सुख देला अनेक मते मान्य कला ब्राह्मण आदि चारि वर्ण अमात्य पुरोहित जन सकल जन पदाणी संतोष कला नृपमणि। विदुर उवाच गोरु नरहरि जगते पृथु रूप धरी सुपुण्य कथा विचारिले सुजस जगते रखिले से कथा कह मुनि मोते मु तोर सेव कौचिते के मन्ते पृथु रूपे हरि दोहन कले वसुंधरी विष्णु कथा से गुण सार जा शुणी निस्त रे संसार। सुतोवाच हेमंत विदुर वचने मैत्रेय मुनि तो समने प्रशंसी विदुर वचन कहे पराशर नंदन। मैत्रेय उवाच शुण विदुर एक मने पृथु को मिली विप्रजने विधाने अभिषेक कले जन परजा एक मेले सकले होई एक मन मिलिले पृथु सन्निधान कहती सिरे कर देई क्षुधाए कंपे आंभ देई
କ୍ଷୁଧା ଅନଳ ଦହେ ମନେ ବୃକ୍ଷ କୋଟରେ ଅଗ୍ନି ଜେନେ ଏଥକୁ କର ତୁ କାରଣ ତୋ ପାଦେ ପଶିଲୁ ଶରଣ କ୍ଷୁଧା ନ ସହେ ଆମ୍ଭ ଦେହ ଆମ୍ଭକୁ ଅର୍ଣ୍ଣ ବୃତ୍ତି ଦିଅ କ୍ଷୁଧା ହରଇ ଆମ୍ଭ ପ୍ରାଣ ଭୋଦେବ କର ପରିତ୍ରାଣ ଅନ୍ନ ନଥିଲେ ପ୍ରାଣ ନାହିଁ ପ୍ରଜା ନଥିଲେ ରାଜା କାହିଁ ଏମନ୍ତ ପ୍ରଜାଙ୍କ ରୋଦନ ଶୁଣିଣ ଛର୍ଣ୍ଣ ପୃଥୁ ମନ ବୋଲଇ ଅର୍ଣ୍ଣ କେ ହରିଲା ତୁମ୍ଭଙ୍କୁ ଏତେ ଦୁଃଖ ଦେଲା ଶୁଣି ବୋଲନ୍ତି ପ୍ରଜା ଜନେ ଶୁଣ ରାଜନ ସ୍ଥିର ମନେ ତୋ ପିତା ଅରାଜକ କାଳେ ଏ ଭୂମି ଗୋରୁ ରୂପେ ବଳେ ରାତ୍ରେ ସକଳ ଶସ୍ୟ ଖାଇ ଦିବସେ ସମୁଦ୍ରେ ଲୁଚଇ ଆମ୍ଭର ଶସ୍ୟ ବୀଜ ବଳେ ଭଖିଲା କ୍ଷୁଧାର ଅନଳେ ତାହାକୁ କେବେ ହେନ ଦେଖି ଏଣୁ ହୋଇଲୁ ଆମ୍ଭେ ଦୁଃଖୀ ଏମନ୍ତ ପ୍ରଜା ବାକ୍ୟ ଶୁଣି ପୃଥୁ ବିଚାରି ମନେ ପୁଣି ଭୂମି ଜୀବନ ହରିବାରେ ନିଜ କୋଦଣ୍ଡ ଧରି କରେ ବାଣ ନିବେଶୀ ଧନୁ ଗୁଣେ ତ୍ରିପୁର ବଧେ ରୁଦ୍ର ଜେନେ ଧରଣୀ ପୃଥୁ ତେଜ ଦେଖି ଧାଇଁଲା ସମୁଦ୍ର ଉପେକ୍ଷୀ ଭये ଚାହଇ ଦଶ ଦିଶେ ମୃଗ ଯେସନେ ବ୍ୟାଧ ତ୍ରାସେ ପୃଥୁ ଧାମଇ କୋପ ମନେ ରୋଷିତ ଅରୁଣ ଲୋଚନେ ସର ସନ୍ଧାନୀ ଧନୁ ଗୁଣେ ଧାମଇ ପୃଥ୍ୱୀ ଧାଇଁ ଜେଣେ ପୃଥ୍ୱୀ ପଳାଇ ଜେଣେ ଜେଣେ ପୃଥୁ ଧାମଇ ତେଣେ ତେଣେ ଦିଗ ବିଦିଗ ଭୂମି ଶୂନ୍ୟେ ପ୍ରତାପେ ମିଳିଲେ ଗଗନେ ପୁଷ୍ପେ ପୃଷ୍ଠେ ଚାହାନ୍ତେ ପୃଥୁ ଦେଖେ କେବା ଅବନି ପ୍ରାଣ ରଖେ ଦେବୀ ଲଭିଲା ତ୍ରାସ ମନେ ମୃତ୍ୟୁର ଭये ପ୍ରାଣୀ ଜେନେ ଚଳି ନ ପାରି ଦୁଃଖ ମନେ ମିଳିଲା ପୃଥୁ ସନ୍ନିଧାନେ କମ୍ପଇ ଭये ବସୁନ୍ଧରୀ ପୃଥୁ ଚରଣେ ନମସ୍କରି ବୋଲଇ ମଧୁର ବଚନେ ଈଶିତ ବିକଳ ବଦନେ ତୁ ମହାଭାଗ ଧର୍ମ ବେତା ଭୂତ ବତ୍ସଳ ସର୍ବଜ୍ଞାତା ପ୍ରାଣୀ ରକ୍ଷଣେ ଜନ୍ମ ତୋର ତୁ ନାଥ ତ୍ରାହି ମୋତେ କର କିମ୍ପା ଜିଘାସା ମୋତେ କର ଅପରାଧୀ ନୁହଁ ମୁଁ ତୋର ସ୍ତ୍ରୀ ଗୋବଧ ମୁହିଁ ମଲେ କେଶନେ ସମ୍ପା ଦିବୁ ଭଲେ ଏକ ମାରଣେ ବେନି ଦୋଷ ସଂସାରେ ଥିବ ଅପଯଶ ସ୍ତ୍ରୀ ଲୋକ ଅପରାଧ କଲେ ପଣ୍ଡିତେ ନ ମାରନ୍ତି ଭଲେ ତୁ ନାଥ କରୁଣା ସାଗର ଦୁଃଖୀ ଦରିଦ୍ରଙ୍କ ସୋଦର ଦଦରା ନାବ ପ୍ରାୟ ମୋହି ଏ ଭାର ନ ପାରଇ ସହି ମୋହର ମଲେ ଏ ଜଗତେ ଏ ପ୍ରଜା ରଖି ବୁକେ ମନ୍ତେ ପୃଥୁୱାଚ ଶୁଣ ଧରଣୀ ମୋ ଉତ୍ତର ତୁମଲେ ମୋର ନାହିଁ ଡର ମୋହର ଆଜ୍ଞା ଭାଙ୍ଗୁ ତୁହି ତୋର ମାରଣେ ଦୋଷ ନାହିଁ ପିତା ମରଣେ ଅରାଜକେ ସକଳ ଶସ୍ୟ ବୀଜ ସୁଖେ ଖାଇଲୁ ଗୋରୁ ରୂପ ହୋଇ ସଂସାରେ ଶସ୍ୟ ବୀଜ ନାହିଁ ଅନ୍ନ ନଥିଲେ ପ୍ରଜା ଜନ
କେମନ୍ତେ ରଖିବେ ଜୀବନ। ପ୍ରଜା ନଥିଲେ ରାଜା କାହିଁ, ଏଘେନି ତୋତେ ମୁଁ ମାରଇ। ଦୁଷ୍ଟ ମାରଣ ରାଜା ଧର୍ମ, ଏତ ସ୍ୱଭାବେ ନିଜ କର୍ମ। ମୁଁ ଯେବେ ନ ମାରିବି ତୋତେ, ଏ ପ୍ରଜା ବଞ୍ଚିବେ କେମନ୍ତେ। ବିଧାତା ସୃଷ୍ଟି କଲା ଯେତେ, ଆଉ ଜୀବନ ରକ୍ଷା ଅର୍ଥେ। ସେ ଶସ୍ୟ ଗୋରୁ ରୂପେ ଖାଇ, ଏବେ ନ ଦେଉ କାହିଁ ପାଇଁ। ତୁ ମନ୍ଦ ବୁଦ୍ଧି ଦୁରାଶୟ, ମାୟା ଭିଆଣେ ବହୁ ଦେହ। ଅବଜ୍ଞା କଲୁ ଯେଣୁ ମୋତେ, ତେଣୁ ଦଣ୍ଡିବି ଆଜି ତୋତେ। ଏ ପ୍ରଜା ପୀଡ଼ିତ ଆରତେ, କ୍ଷୁଧିତ ଅର୍ଣ୍ଣ ଅପ୍ରାପତେ। ସେ ଦୁଃଖ ନିବାରିବି ମୁହିଁ, ମୋ ବାଣେ ତୋର ମାଂସ ଦେଇ। ସ୍ତ୍ରୀ ପୁରୁଷ ନପୁଂସକେ, ପୀଡ଼ିତ ଯାର ତହୁଁ ଲୋକେ। ତାହାକୁ ରାଜା ନ ଦଣ୍ଡିଲେ, ସେ କିସ ରାଜ୍ୟ ଏ ସଂସାରେ। ତାର ମାରଣେ ଦୋଷ ନାହିଁ, ସଂସାରେ ଧର୍ମ କଥା ଏହି। ତୁ ମାୟା ଗୋରୁ ରୂପ ବହି, ସକଳ ଶସ୍ୟ ବୀଜ ଖାଇ। ଅବଜ୍ଞା କଲୁ ଯେବେ ମୋତେ, ନିଶ୍ଚୟ ଦଣ୍ଡିବି ଆଜ ତୋତେ। ତୋର ଶରୀର ତୀକ୍ଷ୍ମ ବାଣେ, କାଟିବି ତିଳ ପରିମାଣେ। ବାଣେ ତୋହର ପ୍ରାଣ ହରି, ମୁଁ ଆତ୍ମଯୋଗ ବଳେ କରି। ବିସ୍ତାରି ମୋହର ଶରୀରେ, ଏ ପ୍ରଜା ରଖିବି ନିର୍ଭରେ। ମୈତ୍ରେୟ ଉବାଚ। ଏମନ୍ତେ କହୁ ମହାକୋପେ, ପୃଥିବୀ ମିଳିଲା ସମୀପେ। ଏମନ୍ତ ପୃଥୁ ରୂପ ଚାହିଁ, ଭୟେ କମ୍ପଇ ତାର ଦେହି। ପୃଥୁ ଚରଣେ ଶିର ଦେଇ, ବୋଲଇ ଅଶ୍ରୁ ମୁଖୀ ହୋଇ। ଧରଣୀ ଉବାଚ। ନମସ୍ତେ ପରମ ପୁରୁଷ, ଗୁଣ ପ୍ରକାଶେ ଦୃଶ୍ୟ। ନିଜ ମାୟାରେ ହୋଇ, ସଂସାର ହିତେ କହୁ ଦେହି। ସ୍ୱରୂପେ ଅନୁଭବ ବୃଦ୍ଧି, ଦ୍ରବ୍ୟ କାରକ କ୍ରିୟା ରୀତି। ସକଳ କରୁ ମାୟା ଭ୍ରମେ, ଉର୍ମି ଯେ ସନେ ଜଳ ଗ୍ରାମେ। ମାୟା ରଚନା ମୋତେ କରି, ବିହରୁ ଆତ୍ମା ରୂପ ଧରି। ସର୍ଜି ପାଳିଣ କରୁ ଅନ୍ତ, ଯେ ସ୍ୱୟଂ ପ୍ରକାଶେ ଜଗତ। ସେ ମୋତେ ମାରିବାର ସଧେ, ଧାମଇ ଉଦ୍ୟତ ଆୟୁଧେ। କେବାର କ୍ଷଣେ ଅଛି ମୋର, ତୁ ନାଥ ନ କରୁ ବିଚାର। ତୁ ନିଜ ମାୟା ତର୍କ ବଳେ, ଜନ୍ତୁଙ୍କୁ ସର୍ଜୁ ଏ ଶୟଳେ। ତୁ ନାଥ ଧର୍ମଙ୍କର ଗୁରୁ, କିମ୍ପା ନ ବୁଝି ମୋତେ ମାରୁ। ଅନ୍ନ ନ ପାଇ ପ୍ରଜା ଯେବେ, ତୋତେ କହିଲେ ଅନୁଭବେ। ତୁ ନାଥ ଜଗତ ଈଶ୍ୱର, ଏ ତୋତେ ନୋହେ ଅଗୋଚର। ତୁ ନାଥ ପଦ୍ମ କଳ୍ପ ଅନ୍ତେ, ଶୁକର ରୂପେ ତୋଳି ଦନ୍ତେ। ମୋତେ ସ୍ଥାପିଲୁ ଜନହିତେ, ଏବେ ସଂହାରିବୁ କେମନ୍ତେ। ଯେ ଜନ ପ୍ରତିପାଳି ଥାଇ, ସେ ତାରେ ବଧନ ବାଞ୍ଛଇ। ମୋହର ପ୍ରାୟ ଯେଉଁ ଜନ, ଈଶ୍ୱର ମାୟା ରେ ମୋହନ। ତୁମ୍ଭର ଚେଷ୍ଟା ନ ଜାଣଇ, ବାଳୁତ ପ୍ରାୟ କଭ୍ରମଇ। ହେ ବୀର ତୁମ୍ଭେ ଯଶସ୍କର,
तुम्भंकु मोर नमस्कार कहिली तोर जेबे इच्छा भोनाथ कर प्राण रक्षा पृथ्वी पृथुर संवाद शुणन्ते खंड प्रमाद बोल विप्र जगन्नाथ सुजन हिते भागवत बोल विप्र जगन्नाथ सुजन हिते भागवत हरि बोल इति श्रीमद्भागवतं भागवते महापुराणे पारमहंस्यां संहितायां चतुर्थ स्कंदे पृथ्वी विजये धरित्रा निग्रहो नाम सप्तदशोऽध्याय ओम सर्वे भवन्तु सुखिनः। संपादिका महोदय उपस्थित समस्त प्राज्ञ विज्ञ ज्ञानी गुणी माँ माने सज्जन माने जो माने सब अच्छी जे कि शेष पर्यंत रहिबे से मानक समस्त अभय पदार बिंदरे सिय राममय सब जग जानी करऊं प्रणाम जोरी जुग पानी यही न्याय समस्त मोर प्रणाम। सज्जन गत काली आंभे माने शुणुथिले काली थिला पंचदश अध्याय एवं 16 अध्याय। पंचदश अध्याय कहिता परे श्यामसुंदर दास महोदय किछि 16 अध्याय कहिछन मु बर्तन 16 अध्याय पूर्व कथा को टिके आलोचना करिवि तापरे 17 अध्याय को जिवि। सज्जन बंदी जनक द्वारा महाराज पृथु स्तुति ज्ञान मैत्रेय मुनि कहिले महाराज पृथु या कहिबारु से अमृत वचन गुड़िक समस्त सुत आदि जेते सनक आदि थिले समस्ते शुणी खुशी हेले कारण परीक्षित महाराज को ये सब कहिबार चरित्र विषय कहिबार आवश्यक कौन थिला भागवतर नियम कारण तांको शुणाउछंती कारण अल्प दिन अछि तांकर मृत्यु जेहेतु मृत्यु तांकर सन्निकट तेणु भगवान द्वारा सब शुणाउछंती परीक्षित महाराज जे शुणाउछंती किपरि सुकमुनि शुणाउछंती परीक्षित महाराज को जे चरित्र गुड़िक तुम्हें अनुध्यान करी भगवान तुम्हें निनिवेश नरेंद्र तांको चाहि था सब बेले एवं तुम हृदय से भावना चिंताधारा भितर था तो सी होती कारण ये निज मायार अवतीर्ण होता साक्षात देवप्रवर श्री नारायण तेणु तांकर महिमा गाइबा किए समर्थ हम तेणु तांकर बुद्धि ब्रह्मांड बुद्धि ठारू मध्य कम नुहे तथापि कथामृत को आस्वादन करने मुनि मानकर उपदेश प्रेरणा ये समस्त मध्य जत्किंचित रही से कथा को श्रवण करी कहते जे धर्मधारी मानक मध्य श्रेष्ठ यही महाराज होती पृथु धर्मद्रोही मानक से दंड देवे एवं धर्म आचरण करुवा लोक मानक मध्य से तांकर से सब बाट से देखई देवे को बाट देखेबे जार जेउ भाव देखी नाब मुदिय ईशल की गीता कहिछन भागवत रे भगवान कहिछन्ती जार जेउ भाव देखी ता नाब को मु सळकी देवी सेई बाटे से बाटे जीव तेणु प्रजानुरंजक भाव रे निजर समय अनुसार भिन्न भिन्न लोकों ठारे तांकर जो प्रभाव रही एवं जो प्रचार रही पृथु महाराज से प्रभाव द्वारा बा प्रचार द्वारा स्वर्गलोक एवं भूलोक ये समस्त उभय लोकर हित साधन करिवे बोली समस्त आशा एवं भरोसा महाराज सूर्य समान तांकर अलौकिक महिमान्वित प्रकाश पाइला एवं से एते प्रतापवान बा समदर्शी हेबे केही चिंता करि नथिले सूर्य देवता जेपरी 16 अध्याय अच्छी
सूर्य 8 मास काल से कौन करती ना 8 मास काल सूर्य किरण द्वारा जलीय बाष्प को ग्रहण कर रखी था 8 मास पर से वर्षा जे भली भाव में करती से जमती से अन्य ऋतु जल को शोषी नियंती से वर्षा देता वृष्टि कराती से आज राजा पृथु सी तांकर समस्त प्रजा मान को यही भाव में प्रजा मान कर आदाय करी प्रजा मान किपरि खुशी रहिबे एवं समस्त मंगलमय हब ये कथा को सदा सर्वदा से सब चिंता करते तो निज जदि केबे वर्षा न होइकि जलाभाव है तेणु प्रजा मान प्राण संकटापन्न हो सेते बेले इंद्र को मध्य पूजा करी इंद्र जेपरी तांको संतुष्ट होई प्रजा मान को वर्षा करती राजा पृथु मध्य से भली तांकर पराक्रम बल रे एवं तांकर निजर तेजस्वी बल रे ये समस्त कार्य मध्य से करि पारंती तांकर ये अमृतमय मुख चंद्रर एई भली मनोहर मृदुहास देखी समस्त समग्र जगत को मध्य से आनंदित करिए बोली समस्त अनुभव कले कारण तांकर गति कई बुझी पाले नहीं गोटे कथा महाराज पृथ्वी होउचंती बेण रूपी अरणीर मंथन जेहेतु से प्रकट होइचंती सी होउचंती से अग्नि सदृश किपरि ना शत्रु मानक निमंते अत्यंत दुर्धर्ष एवं दुस्सह एवं जहा फल कि अन्य मानक मध्य मन जो भावना चिंताधारा रे सी होउचंती अजेय निश्चित भाव अजय हो रही प्राणी मानक भीतर रही जो प्राण रूप जो सुतात्मा से आत्मा स्वरूप भीतर बाहर सबुत जेपरि से अभ्यंतर भीतर बाह्य बाह्याभ्यंतर ये बाह्याभ्यंतर मध्य से रही प्रजा मान को सुख रे पालन करुते धर्म मार्ग से सब दृढ़ थांती एवं जार जी दंड पाइब ताकू दंड दियंती एवं जो मानकर सत बुद्धि सत कर्म ये ताकू मध्य प्रोत्साहित दियंती तेणु निजर कार्य द्वारा से समस्त को सुख प्रदान करती एवं समस्त मध्य अनुरंजित करथांती प्रदानुरंजक भाव में तांकर मध्य ख्याति रही ये जो संकल्प तांकर रही को संकल्प ना दृढ़ संकल्प सत्य प्रतिज्ञ ब्राह्मण भक्त वृद्ध सेवा बा परायण ये शरणागत को वस्त्र एवं समस्त को जो सम्मान प्रदर्शन करती सी होती तांकर दीन दयाल भाव पृथ्वीराजा पर स्त्री प्रति तांकर मातृवत परदारेषु ज पश्यति स पंडित पर स्त्री की जे कई जदि आक्षेप कला तेणु सी तांकु मध्य से भली प्राणांतक दंड मध्य दियंती एवं निजर अर्धांगिनी बा पत्नी को से सदा सदा तांक कथा मानती एवं चलती एपरि भाव रे महाराज मध्य सेतिकी से कार्य सब करुथिले तो दुष्ट माने भय करुथिले तांकर से दंड जमराजा भली दंड जो से दौथिले समस्त कई दुष्टामी करू नथे तांकर राज्य रे सुशासन भल भाव राज कार्य चलता जो निर्विका नारायण होती त्रिगुणर अधिष्ठाता जहाँ प्रतीयमान होता नानात्व को पंडित मान मिथ्या बोली भावती किंतु से नारायण ही यार रक्षा कर रथ रे बसी जेते बेले जे जहा चिंता करती ता संगे संगे तार मध्य किछि ना किछि उपकार करने पृथु महाराज ये समस्त को से प्रदक्षिण बेले सबु राज्य सबु राज्य पूरा बुलंती एवं प्रजा मान सुख दुख ये समस्त को से अनुभव करुचंती एवं तांकर एई भली भाव रे प्रजा राजाधिपति हो प्रजा जीविका निर्वाह निमंते सेते बेले पृथ्वी माता कौन कला ना डरिला पृथ्वी माता ए 1600 अध्याय मु कहूती पृथ्वी माता जेते बेले डरिला
तेणु सी गोटे गो रूप को धरणी माता धारण करी तेणु सी कौन कले ना से पलई गले जिते बड़े जानिले एक कथा सेतिकी बेल ठारू से निजर पृथ्वी की दोहन करने बसिले एवं इंद्र परी निजर धनुहूल खेल खेलला पर से अनायास इंद्र जेपरी सब पर्वत को आग सत्य जुगर पर्वत मानकर पक्ष थिला से माने उड़ुथिले जनबसति जाई कोड पड़ी जाउथे लोक मान मरी जाते समस्त रही पड़ते तेणु इंद्र से पक्ष पर्वत मानकर पक्ष को छेदन कर जोर पाई से रखीदेले तेणु बर्तमान राजा पृथु से कथा तांकर धनुहूल से खेल खेलला परी अनायास पर्वत मान को ताड़ी दे ये पृथ्वी को समतल करदेले एवं ये जेते बेले निजर अजगब धनुरे टंकारी तोली लांज टेकी बनभूमि विचरण करुवा सिंह परी कारण तांकर सेते बेले गोमाता प्राण भय सबु किछि से हरण कर नहीं जाइथिला कारण दुखांते क्रंदती जदि आपण माने केबे गाईटे घरे रखिछंती दुखांते क्रंदती गाब सुखांते पंडित पुत्र वंशांते कुलटा नारी सर्वस्यात ब्राह्मणारी आपण धेनुटे जदि गाईटे घरे बांधती जेते बेले से गाईटी कांदिब सुखांते क्रंदती गाब से जानिबे जे मो मालिकर सुख सरीगला दुखांते पंडित पुत्र जेते बेले पुओटी पंडित होला ज्ञानी होला चाकरी बाकी कला ये कला तेणु दुख अंत हो गला बापार से भली आज माँ गो रूप धारण करी तेणु से पृथ्वी को कौन करिवे ताकू दोहन करिवे किए एवं तांको से कौन कले ना से जेते बेले ये कथा जानिले राजा पृथु जानी सुनी ताकू मारिबा पाई तांकर अजगब धनु टंकार तोड़ी देले तेणु से बनभूमि विचरण करुवा सिंह परी भूमंडल से जाकि बुलिले दुष्ट जन मान प्राण विकल किए केउ आड़े पलाई दिबे ता मते देखिया मिलिब नाही सरस्वती नदीर उद्गम स्थल रे से जे असमध्य यज्ञ कले एवं से यज्ञ करिवे से यज्ञ रे तांकर यज्ञ अशकु इंद्र ताकु चोराई नेबे एवं नर बगीचा थरे भगवान तांकर सनत कुमार सहित भेट है सी ताकू ज्ञान विज्ञान ये समस्त तत्व बुझे देवे एवं तांकर दृष्टिगत महाराज सर्वत्र यार चरित ज्ञान कर शुणा पाइबे कई आज्ञा को अमान्य करें ना एवं सकल देश जय करी से निजर तेजरे प्रजा मान क्लेश कंटक नाश कर समग्र भूमंडल शासक हेबे सेतेबेले देवता और दानव उभय यहाँ विपुल प्रभाव वर्णना करेंगे। बोल सच्चिदानंद भगवान की भागवत भगवान की। वर्तमान आपण 1600 अध्याय बर्तमान सरीगले मु बर्तमान 1700 अध्याय को जीवा मु बर्तमान 1700 अध्याय आरंभ करी। ओम नमो भगवते श्री वासुदेवाय। सप्तशोध्याय। मोई ग्रासन्ते शस्य बीज मारी धाइले पृथुराज भय धारणा कला स्तव 17 अध्याय प्रस्ताव। आज ये कथा को प्रासंगिक कमे मैत्र मुनि विदुर को कहउचंती एवं विदुर जतेबेले पचारुचंती प्रश्नर उत्तर मध्य दउचंती। को प्रश्न पचारुचंती मैत्र भाषा आज मैत्र महामुनि कहउचंती ए मंते पृथु राजा बोले सुत माग दे एक तुले भविष्य कले जेते स्तुति सुनी सानंदे नरपति आत्मार गुण कर्म शुणी संतोष मने नृपमणि
ବାଞ୍ଛିତ ସର୍ବ ସୁଖ ଦେଲା ଅନେକ ମତେ ମାନ୍ୟ କଲା ବ୍ରାହ୍ମଣ ଆଦି ଚାରି ବର୍ଣ୍ଣ ଅମାତ୍ୟ ପୁରୋହିତ ଜନ सकल जनपद आणी संतोष कला नृपमाणी बोल सत्यान भगवान की एठी जे विष्णु महामुनि कहउचंती जे एपरि भाबरे जो बंदी जन माने महाराज पृथुंकर गुण कर्म वर्णना करी ता प्रशंसा करिबारु सेमानु से धन्यवाद देबे एवं सेमानकर मन लाखी वस्तु प्रदान पूर्वक तांको संतुष्ट कले कौन कले ना भविष्य कले जेते स्तुति सुनी सानंदे नरपति आत्मार आत्मार गुण कर्म शुणी संतोष मने नृपमणि तो जो बांछित फल से करते से फल गदे काहाकू ना से ब्राह्मण आदि चारि वर्णर लोक गुण कर्ण विभाग से ब्राह्मण होते चारि वर्णर लोकों को देले ब्राह्मण आदि चारि वर्ण अमात्य पुरोहित जन तांकर मंत्री एवं पुरोहित से नगरवासी राज्यवासी देशवासी विभिन्न प्रकार व्यवसायी एवं अन्य आज्ञानुवर्ती मानक मध्य से सत्कार कले केते बेले विद्रोह बात एथि विद्रोह महाराज कहउचंती के मंते गोरु रूप धरी क्षीर स्रविला वसुंधरी शोभा बेसे बहु रूपिणी केबा महिमा तार जानी ताहाकू के मंते दुहिला दोहन बस्ता के बाहेला शोभा बे शरीर विषम ताकू के मंते कला सम कि अर्थे असमेत कला इंद्र की पाई असनेला आज विदुर महाराज पचार हे ब्राह्मण टिके दयापूर्वक मते कहतु कारण पृथ्वी तो अनेक रूप धारण करि पारे पृथ्वी माता सर्वं छवा हेले मध्य आमे माने जेते बेले गृह कार्य रे रहउचु गृह कार्य रे नारी मानन को कहचु କାର୍ଯ୍যେଷु ମନ୍ତ୍ରୀ କरणେଷु ଦାସୀ ଭୋଜେଷୁ ମାତା ଶୟନେଷୁ ରମ୍ଭା ତେଣୁ କ୍ଷମାୟା ଧରିତ୍ରୀ କ୍ଷମା ଭଳି ଆଜି ଶୋଉଛନ୍ତି ନାରୀ ମାନେ ତେଣୁ ମା ପୃଥିବୀ ଯେତେବେଳେ ଆଜି ଏ କଥା ସେ ଚାରୋଟି ପ୍ରଶ୍ନ ପଚାରିଛନ୍ତି ବିଦୁର ମହାରାଜ ପଚାରିଲେ କହିଲେ ହେ ବ୍ରାହ୍ମଣ ମତେ କୁହନ୍ତୁ महाराज पृथु जेतेबेले तांको दुहिले सेतेबेले बाछुरी के नंबर 1 प्रथम प्रश्न द्वितीय एवं किए ताकू दोहन पात्र हैला द्वितीय प्रश्न होती पृथ्वी तो समस्त स्वभावतः जो उच्च नीच खाल ढीप थिला आकू पृथु काहे कि ताकू समतल कले किपरि एवं तृतीय तांकर यज्ञासकू कहीं इंद्र चोरे नेले एवं चतुर्थ ब्रह्मज्ञानी मान श्रेष्ठ मुनि जे सनत कुमार कौन से ज्ञान विज्ञान रे कौन लाभ करी से जो राजर्षि क्यों गति पाइले ये चारोटी प्रश्न पचारि आपण मान ध्यान दे शुणु कारण ये तत्वपूर्ण तात्विकपूर्ण कथा कौन सनत कुमार मेले ब्रह्म संपादी केते काले ताको तहु ज्ञान पाई पश्चाते की गति को पाई कि अर्थे प्रभु नर हरि जगते पृथु रूप धरी सुपुण्य कथा विचारिले सुजस जगते रखिले एठी जगन्नाथ दास महाराज लिखिले जे कि अर्थे प्रभु नर हरि जगते पृथु रूप धरी कहीं क्यों कारण तांकर से बेणकर तांकर शरीर रू तो तैयारी सृष्टि होती तेणु सी को रूप धैर्य भगवान कहीं संतुष्ट हो रुले जाकू हुए मुसदय ज्ञानता हृदय बुदय केउ बल आज सृष्टि करी ताकू जेते बेले
ଯଶଗାନ କରିବା ପାଇଁ କହିଲେ ଏବଂ ସେ କଥାକୁ ସନତ କୁମାର କହୁଛନ୍ତି ଯେ କିୟତେ ପ୍ରଭୁ ନରହରି ଜଗତେ ପୃଥୁ ରୂପ ଧରି। ଆଜି ଏ ଜଗତକୁ ନାନା ରୂପରେ ପ୍ରଭୁ ଆସନ୍ତି, କାରଣ ଏ ଅବତାର କେତେବେଳେ କେତେ ନେବେ କେହି କହିପାରିବେ ନାହିଁ, କାରଣ ତାମାୟା ଦେବେ ଅଗୋଚର, କି ଦେବତା ମାନଙ୍କୁ ବି ଗୋଚର ନାହିଁ, ସେ ଜାଣିନାହାନ୍ତି। ଆଉ ଆମେ ମନୁଷ୍ୟ ମାତ୍ର ଜାଣିବା କି ଛାର ମନୁଷ୍ୟ ଆମେ କେମିତି ଜାଣିବା? ତେଣୁ ସୁପୁଣ୍ୟ କଥା ବିଚାରିଲେ ସୁଯଶ ଜଗତେ ରଖିଲେ। ଯୋଉ ପୁଣ୍ୟ କଥାକୁ ସେ ଆଲୋଚନା କଲେ, ସେ ପୁଣ୍ୟ କଥା ଗୁଡିକ କଣ ଏବଂ ସୁଯଶ ଜଗତେ ରଖିଲେ, ସେ କଥା କହ ମୁନି ମୋତେ, ମୁଁ ତୋର ସେବକ ଉଚିତେ। କେମନ୍ତେ ପୃଥୁ ରୂପେ ହରି, ଦୋହନ କଲେ ବସୁନ୍ଧରି। ବିଷ୍ଣୁ କଥା ସେ ଗୁଣ ସାର, ଯା ଶୁଣିକି ନିସ୍ତରେ ସଂସାର। ଏଇଠି କହିଲେ ମୁଁ ତୋର ସେବକ ଭାବରେ ମତେ ଦୟାପୂର୍ବକ ସେଇ କଥା କୁହନ୍ତୁ, କେମନ୍ତେ ପୃଥୁ ରୂପେ ହରି, ଦୋହନ କଲେ ବସୁନ୍ଧରି। ବସୁନ୍ଧରି କାହିଁକି ଦୋହନ କଲେ? ବସୁନ୍ଧରି କଣ କଲେ? କାହିଁକି ଗୋମାତା ରୂପକୁ ଧାରଣ କଲେ? ବସୁନ୍ଧରି କଣ କାରଣ ଥିଲା? ସେଇ ଗୋଟିକ ଆପଣ ମତେ କୁହନ୍ତୁ। ପ୍ରଥମେ ଯୋଉଟା ଥିଲା ମୁଁ କହିଥିଲି, ବିଷ୍ଣୁ କଥା ସେ ଗୁଣ ସାର, ଯା ଶୁଣି ନିସ୍ତରେ ସଂସାର। ଏଇଠି ସୁତ କହୁଛନ୍ତି, ଏ ମନ୍ତେ ବିଦୁର ବଚନେ, ମୈତ୍ରେୟ ମୁନି ତୋ ସମନେ। ପ୍ରଶଂସୀ ବିଦୁର ବଚନ, କହେ ପରାଶର ନନ୍ଦନ। ଏମନ୍ତ ବିଦୁର ବଚନେ, ମୈତ୍ରେୟ ମୁନି ତୋଷମତି। ଆନନ୍ଦିତ ହେଇ ମୈତ୍ର ମୁନି କହୁଛନ୍ତି, ପ୍ରଶଂସୀ ବିଦୁର ବଚନକୁ ଶୁଣି ଅତ୍ୟନ୍ତ ପ୍ରଶଂସା କରି କହିଲେ, ପରାଶର ନନ୍ଦନ, ଯେ କି ପରାଶରଙ୍କର, ହେ ପରାଶର ନନ୍ଦନ। ଆମେ ଶିକ୍ଷକତା ଯୋଉମାନେ କରିଛନ୍ତି ଏବଂ ଛାତ୍ର ମାନଙ୍କୁ ଆମେ ପୁଅ ବୋଲି ଦେଖୁ, ତାଙ୍କୁ ଆମେ ପୁଅ କହୁ। ସେ କଣ ପୁଅ? ପୁଅ ପରି। ତେଣୁ ଏଠି କହିଛନ୍ତି ଯେ ପରାଶର ନନ୍ଦନ ଅର୍ଥ ଏଠି ହଉଛନ୍ତି ମୈତ୍ରେୟ ମୁନି ତାଙ୍କ ଶିଷ୍ୟ। ମୈତ୍ରେୟ ତାଙ୍କ ଶିଷ୍ୟ ଥିବାରୁ ଏଠି କହିଛନ୍ତି ପରାଶର ନନ୍ଦନ। ମୈତ୍ରେୟ ବାଚ, ଶୁଣ ବିଦୁର ଏକ ମନେ, ପୃଥୁକୁ ମିଳି ବିପ୍ରଜନେ। ବିଧାନେ ଅଭିଷେକ କଲେ, ପରମ ପର ଯାଏ ଏକ ମେଳେ। ସକଳେ ହୋଇ ଏକ ମନ, ମିଳିଲେ ପୃଥୁ ସନ୍ନିଧାନ। କହନ୍ତି ଶିରେ କର ଦେଇ, କ୍ଷୁଧାଏ କମ୍ପେ ଆମ୍ବ ଦେଇ। ଶୁଣ ବିଦୁର ଏକ ମନେ, ପୃଥୁକୁ ମିଳି ବିପ୍ରଜନେ। ଏଠି ବ୍ରାହ୍ମଣ ମାନେ ଯେତେବେଳେ ରାଜା କରିବାକୁ ଯାଏ, ରାଜର୍ଷି ଯେତେବେଳେ ରାଜା ହୁଅନ୍ତି, ସେତେବେଳେ ଯୋଗୀ ଋଷି ମୁନି ସାଧୁ ସନ୍ଥ ବ୍ରାହ୍ମଣ ବିଜ୍ଞ ପ୍ରାଜ୍ଞ ଜ୍ଞାନୀ ଗୁଣୀ ଏ ସମସ୍ତେ ଯାଇ ପହଞ୍ଚିଛନ୍ତି। କାରଣ ନ ପହଞ୍ଚେ ତମେ ହେଇପାରିବ ନାହିଁ। ବିଧାନେ ତାଙ୍କୁ ବିଧି ବିଧାନରେ ଯାହା ନିୟମ ଥିଲା ତାଙ୍କର, ସେଇ ବିଧି ବିଧାନରେ ସେ ତାଙ୍କୁ ଆଜି ରାଜାଭିଷେକ ହେଇଛି। ଏବଂ ସେଇ ରାଜାଭିଷେକରେ ତେଣୁ ସମସ୍ତେ ସେଠି ପ୍ରଜା ମାନଙ୍କର ରକ୍ଷକ ବୋଲି ଘୋଷଣା କରିଥିଲେ। ଏବଂ ପୃଥିବୀ ଯେତେବେଳେ ସେତେବେଳେ ସେଇ ରାଜା ହେଲେ, ସେତେବେଳେ ପୃଥିବୀରେ ଅନ୍ନହୀନ ହୋଇଯାଇଥିଲା। ତେଣୁ ପ୍ରଜା ମାନେ ଅତି ଭୋକ ଦାଉରେ ଶୁଖି ଅତ୍ୟନ୍ତ କଣ୍ଟା ହେଇଯାଇଥିଲେ। ଖାଇବାକୁ ନ ପାଇକିରି ପ୍ରଜା ମାନେ ସବୁ ଶୁଷ୍କ ଦେଖା ଯାଉଥିଲେ। କାରଣ ବୁଭୁକ୍ଷିତ କିଂ ନ କରୋତି ପାପମ୍, କ୍ଷୀଣା ଜନା ନିଷ୍କରୁଣା ଭବନ୍ତି। ଆଖ୍ୟା ଇ ଭଦ୍ରେ ପ୍ରିୟ ଦର୍ଶନାୟ, ନ ଗଗଦତ ପୁନରତି କୂପମ୍। ବୁଭୁକ୍ଷ ଲୋକ କଣ ନ କରିପାରେ? କାରଣ ବୁଭୁକ୍ଷା ଯେତେବେଳେ ହୁଏ, ଯେତେବେଳେ ଏଇଠି ଟିକେ କହିବି, ଭରତ ମହାରାଜ ଯେତେବେଳେ ଯାଉଛନ୍ତି, ପଚାରିଲେ ଯେତେବେଳେ ତ୍ରିବେଣୀ କି ଯେତେ ପାର ହେଲେ ପଚାରିଲେ, ସେ ଯାଇକି ପହଞ୍ଚି ଗଲେ, ପଚାରିଲେ, କହିଲେ କହ ହେ ଗଙ୍ଗା, ତୁ ତ ଝିଅ, କହ କୋଉ ବାଟେ ଗଲେ? ଭରତ ତିଶିର ପହର କହ, କି ନ ପ୍ରବେଶୁ ପ୍ରୟାଗା। କହତ ରାମ ସିଅ, ରାମ ସିଅ, ଉମଗି ଉମଗି ଅନୁରାଗା। ଉମଗି ଉମଗି ଅନୁରାଗା। ଆଜି ଗଙ୍ଗା ନଦୀରେ ପାଦକୁ ଖୋଜୁଛନ୍ତି, କୋଉଠି ମୋ ପ୍ରଭୁଙ୍କର ପାଦ ରହିଛି ଏବଂ କୋଉ ବାଟେ ପ୍ରଭୁ ଯାଇଛନ୍ତି। ଏବଂ ବୁଭୁକ୍ଷିତ ପଚାରୁଛନ୍ତି ଯାଇକିରି, ତାଙ୍କୁ ପଚାରିଲେ ମୁନି କହିଲେ କଣ କଣ ଚାହୁଁଛ ଭରତ ତୁମେ? ଅରଥ ଧର ମନ କାମରୁଚି, ଗତି ନ ଚାହୁଁ ନିର୍ବାଣ।
ଜନମ ଜନମ ରତି ରାମ ପଦ ଇୟ ବରଦାନୁ ନାନ। ମୋର ଜନ୍ମ ଜନ୍ମାନ୍ତରରେ ଯାହା ହେଲେ ବି ମୁଁ ଚାହୁଁ ନାହିଁ କିଛି, କେବଳ ରାମଙ୍କ ପଦ ଚାହୁଁଛି। ଆଜି ବୁଭୁକ୍ଷିତ କିଂ ନ କରୋତି ପାପಂ କ୍ଷୀଣାଦନା ନିଷ୍କରୁଣା ଭବନ୍ତି ଆଖ୍ୟାଇ ଭଦ୍ରେ ପ୍ରିୟ ଦର୍ଶନାୟ ନ ଗଗନ୍ତ ପୁନରତି କୂପମ୍। ତେଣୁ ବୁଭୁକ୍ଷ ଲୋକ କଣ ନ କରିପାରେ। ଆଜି ପ୍ରଜା ମାନେ ତାଙ୍କର ଅନୁକ୍ତ ଶାସନରେ ନଥାଇ ମଧ୍ୟ କହୁଛନ୍ତି ମହାରାଜ ଆମେ ଯେତେବେଳେ ବୁଭୁକ୍ଷୁ, ଆମେ ଅନ୍ନ ମୁଠାଏ ଖାଇବାକୁ ପାଉନୁ, ପେଟକୁ ଦାନା ଟିକେ ନାହିଁ, କଣ କରିବୁ? ସେ କ୍ଷୁଧା ଅନଳେ ଦେହେ ମନେ ବୃକ୍ଷ କୋଟରେ ଅଗ୍ନି ଜେନେ ଏଥକୁ କର ତୁ କାରଣ ତୋ ପାଦେ ପଶିଲୁ ଶରଣ। କ୍ଷୁଧା ନ ସହେ ଆମ୍ବ ଦେହ ଆମ୍ବକୁ ଅନମୃତି ଦିଅ। ଆଜି ରାଜାଙ୍କ ପାଖରେ, ଆଜି ପୃଥ୍ୱୀ ପାଖରେ ଯାଇକି ସମସ୍ତେ ହାରି ଗୁହାରି କରୁଛନ୍ତି, ହେ ମହାରାଜ କଣ କରିବୁ? ଆମର କ୍ଷୁଧା ଅନଳରେ ଯେପରି ଦେହ ଆମର ଜଳି ଯାଉଛି, କାରଣ ଯେପରି କୋଟର ବୃକ୍ଷ, ବଡ ବୃକ୍ଷରେ ଯୋଉ କୋଟର ଥାଏ, କୋଡ଼ ଥାଏ, ତା ଦେହରେ ଅଗ୍ନି ଲାଗେ, ଯେପରି ଗଛ ପୁରା ସମ୍ପୂର୍ଣ୍ଣ ଜଳିଯାଏ, ସେଇଭଳି ଭାବରେ ଆଜି ଖାଦ୍ୟ ଅଭାବରୁ ଆମର ଶରୀର ସବୁ ଜଳି ଯାଉଛି। ତେଣୁ ଏଥକୁ କର ତୁ କାରଣ ତୋ ପାଦେ ପଶିଲୁ ଶରଣ। କ୍ଷୁଧା ନ ସହେ ଆମ୍ବ ଦେହ ଆମ୍ବକୁ ଅନ୍ନବୃତ୍ତି ଦିଅ। ହେ ମହାରାଜ ଯଦି ଅଛି ଆପଣ କିଛି ଆମକୁ ଅନ୍ନବୃତ୍ତି ଦିଅନ୍ତୁ, ଖାଇବାକୁ କିଛି ଦିଅନ୍ତୁ। କ୍ଷୁଧା ହରଇ ଆମ୍ବ ପ୍ରାଣ ବୋଧେବ କର ପରିତ୍ରାଣ। ଅନ୍ନ ନଥିଲେ ପ୍ରାଣ ନାହିଁ ପ୍ରଜା ନଥିଲେ ରାଜା କାହିଁ। ଏମନ୍ତ ପ୍ରଜାଙ୍କ ରୋଦନ ଶୁଣିଣ ଛନ ପୃଥୁ ମନ। ଆଜି କହୁଛନ୍ତି ପ୍ରଜା ମାନେ, ହେ ମହାରାଜ ଯେଭଳି ଅନ୍ନ ବିହୁନେ ହଂସ ହାନି ଯୋଗ ସାଧି ବି କାହା ଘେନି। ଆଜି ପ୍ରଜା ମାନେ କହୁଛନ୍ତି ଭୋ ଦେବ କର ପରିତ୍ରାଣ, ଅନ୍ନ ନଥିଲେ ପ୍ରାଣ ଆଜି ନାହିଁ ଏବଂ ପ୍ରଜା ନଥିଲେ ରାଜା କାହିଁ। ଆପଣ ଆଜି ରାଜା, ଆଜି ଆପଣ ରାଜପଦରେ ବିମଣ୍ଡିତ ହେଇକିରି ଆପଣ ରାଜ୍ୟ ଶାସନ କରୁଛନ୍ତି, ଆପଣ ଦକ୍ଷ ପ୍ରଶାସକ, ସବୁ ପ୍ରକାର ବିଶେଷଣ ଆପଣଙ୍କ ପାଖରେ ଲାଗିପାରେ, ଆପଣ ସେଇଭଳି ପ୍ରତିଷ୍ଠିତ ଜଣେ ରାଜା ହେଇପାରନ୍ତି, କିନ୍ତୁ ଯଦି ପ୍ରଜା ଆପଣଙ୍କର ନଥିବେ ଆପଣ କି ରାଜ୍ୟ ଶାସନ କରିବେ? କାହାକୁ ନେଇ ଆପଣ ରାଜ୍ୟ ଶାସନ କରିବେ? ପ୍ରଜା ମାନେ ଆଜି ତାଙ୍କର କହୁଛି ଏମନ୍ତ ପ୍ରଜାଙ୍କ ରୋଦନ ଶୁଣିନ ଛନ ପୃଥୁ ମନ। ଆଜି ପୃଥୁ ମହାରାଜ ଆଜି ସେଇ କଥାକୁ ଶୁଣିକିରି ତାର ଉତ୍ତରରେ କହୁଛନ୍ତି। ବୋଲଇ ଅନକେ ହରିଲା ତୁମ୍ଭଙ୍କୁ ଏତେ ଦୁଃଖ ଦେଲା। ଶୁଣି ବୋଲନ୍ତି ପ୍ରଜା ଜନେ ଶୁଣ ରାଜନ ସ୍ଥିର ମନେ। ତୋ ପିତା ଅରାଜକ କାଳେ ଏ ଭୂମି ଗୋରୁ ରୂପେ ବଳେ। ରାତ୍ରେ ସକଳ ଶସ୍ୟ ଖାଇ ଦିବସେ ସମୁଦ୍ରେ ଲୁଚଇ। ଆମ୍ବର ଶସ୍ୟ ବାଜ ବଳେ ଭକିଲା କ୍ଷୁଧାର ଅନଳେ। ତାହାକୁ କେବେ ନ ଦେଖି ଏଣୁ ହୋଇଲୁ ଆମ୍ଭେ ଦୁଃଖୀ। ବୋଲ ଭାଗବତ ଭଗବାନ କି। ଆଜି ସେ କହୁଛନ୍ତି ଆପଣ ସକଳ ଲୋକର ରକ୍ଷା କର୍ତ୍ତା, ଆମ୍ଭ ମାନଙ୍କର ଜୀବିକାର ହଉଛନ୍ତି ଆପଣ ସ୍ୱାମୀ। ତେଣୁ ହେ ରାଜେଶ୍ୱର ଆମ ଭଳି କ୍ଷୁଧାଗ୍ରସ୍ତ ମାନଙ୍କ ପାଇଁ ଶୀଘ୍ର ଅନ୍ନ ଯୋଗାଇବା ବ୍ୟବସ୍ଥା କରନ୍ତୁ। ଆଉ ମୁଠାଏ ମିଳିବା ପୂର୍ବରୁ ଆମର ପ୍ରାଣ ଯେପରି ଚାଲି ନଯାଏ ସେଥିପ୍ରତି ଟିକେ ଆପଣ ସୁବନ୍ଦୋବସ୍ତ କରନ୍ତୁ। ଏ କଥା ଯେତେବେଳେ ପ୍ରଜାଙ୍କ ମାନଙ୍କ ମୁହଁରୁ ଶୁଣିଛନ୍ତି ରାଜା ପୃଥୁ, ପୁଣି ସେ କହିଲେ ମୈତ୍ର ମୁନି କହୁଛନ୍ତି, ହେ କୁରୁବର, ପ୍ରଜା ମାନଙ୍କର କରୁଣ କ୍ରନ୍ଦନ ଶୁଣି ମହାରାଜ ପୃଥୁ ବହୁ ସମୟ ପର୍ଯ୍ୟନ୍ତ ବିଚାର କଲେ। ଶେଷରେ ତାହାଙ୍କୁ ଖାଦ୍ୟାଭାବର କାରଣ ଜଣା ପଡିଗଲା। କଣ ଜଣା ପଡିଲା? ପୃଥିବୀ ସ୍ୱୟଂ ସବୁ ଖାଦ୍ୟ ଔଷଧ ଆଦି କୁ ନିଜ ଭିତରେ ଲୁଚାଇ ଦେଇଛି ବୋଲି ଏମାନେ ଜାଣିପାରି ସେ ନିଜର ଧନୁଧରି ଏବଂ ତ୍ରିପୁର ବିନାଶକ ଭଗବାନ ରୁଦ୍ରଙ୍କ ପରି ଅତ୍ୟନ୍ତ କ୍ରୁଦ୍ଧ ହୋଇ ପୃଥିବୀକୁ ଲକ୍ଷ୍ୟ କରି ଧନୁରେ ବାଣ ଯୋଖିଦେଲେ। କାରଣ ଏଠି କହିଲେ, ଜଗନ୍ନାଥ ଦାସ କହିଲେ ଯେ ଭକିଲା କ୍ଷୁଧାର ଅନଳେ ତାହାକୁ କେବେ ହେ ନ ଦେଖି ଏଣୁ ହୋଇଲୁ ଆମ୍ଭେ ଦୁଃଖୀ। ଏମନ୍ତ ପ୍ରଜା ବାକ୍ୟ ଶୁଣି ପୃଥୁ ବିଚାରି ମନେ ପୁଣି
ଭୂମି ଜୀବନ ହରିବାରେ ନିଜକୁ ଦଣ୍ଡ ଧରି କରେ ବାଣ ନିବେଶୀ ଧନୁ ଗୁଣେ ତ୍ରିପୁର ବଧେ ରୁଦ୍ର ଜେନେ। ଯେପରି ଭଗବାନ ଶଙ୍କର ଯୋଉ ରୁଦ୍ର ଅବସ୍ଥାରେ ଅତି ଭୟାନକ ଅବସ୍ଥାରେ ପ୍ରଚଣ୍ଡ ଅବସ୍ଥାରେ ସେ ଯୋଉଠି ସମର କରନ୍ତି ତାଙ୍କର ସେ ଅଜଗବ ଧନୁକୁ ଧରନ୍ତି ଯେଉଁଭଳି ଭାବରେ ସେ ସମସ୍ତଙ୍କୁ ସମସ୍ତେ ଭୀତତ୍ରସ୍ତ ହେଇ ଥାଆନ୍ତି ସେଇଭଳି ଭାବରେ ଆଜି ରାଜା ପୃଥୁ ନିଜର ଧନୁକୁ ଧରି ପୃଥିବୀ ମା ତାଙ୍କୁ ଆଜି ସେ ଧନୁ ମାଧ୍ୟମରେ ଶାସ୍ତି ଦେବା ପାଇଁ ସେ ଉଚିତ ମନେ କରିଛନ୍ତି। ଧରଣୀ ପୃଥୁ ତେଜ ଦେଖି ଧାଇଲା ସମୁଦ୍ର ଉପରେ। ହଁ ଆଉ ଗୋଟେ କହିଲେ କଣ ନା ଗୋମାତା ରାତିରେ ସବୁ ଖାଇ ଦଉଛି ଦିନ ବେଳେ ଯାଇ ସମୁଦ୍ର ଲୁଚିକି ରହୁଛି। ଏଇ କଥା ଯେତେବେଳେ ପ୍ରଜାଙ୍କ ଠାରୁ ସେ ଶୁଣିଗଲେ ଆଜି ମୈତ୍ର ମୁନି ସେଇ କଥା କହୁଛନ୍ତି। କଣ କହିଲେ ନା ଧରଣୀ ପୃଥୁ ତେଜ ଦେଖି ଧାଇଲା ସମୁଦ୍ର ଉପେଖି ଭଏ ଚାହିଁ ଦଶ ଦିଶେ ମୃଗ ଯେ ସନେ ବ୍ୟାଧ ତ୍ରାସେ ପୃଥୁ ଧାମଇ କୋପ ମନେ ରୋଷିତ ଅରୁଣ ଲୋଚନେ ସର ସନ୍ଧାନୀ ଧନୁ ଗୁଣେ ଧାମଇ ପୃଥି ଧାଇ ଜେଣେ ପୃଥି ପଳାଇ ଜେଣେ ତେଣେ ପୃଥୁ ଧାମଇ ତେଣେ ତେଣେ। ବୋଲ ଭାଗବତ ଭଗବାନ କି। ଆଜି କହିଲେ ଧରଣୀ ପୃଥୁ ତେଜ ଦେଖି ଧାଇଲା ସମୁଦ୍ର ଲୁଚିକି ରହେ ଦିନରେ। ତେଣୁ ଆଜି ଯେତେବେଳେ ପୃଥୁ ମହାରାଜ ସେଇ ବେଶକୁ ଆଜି ଭଗବାନ ଶଙ୍କରଙ୍କ ବେଶକୁ ଧାରଣ କରି ରୁଦ୍ର ଅବତାର ଧାରଣ କରିଛନ୍ତି ତାକୁ ଦେଖି ଧରଣୀ ପୃଥୁ ତେଜ ଦେଖି ଧାଇଲା ସମୁଦ୍ର ଉପରେ ସମୁଦ୍ର ଛାଡି ପଳେଇଲା। କୋଉଠି ଗଲା ନା ଭଏ ଚାହିଁ ଦଶ ଦିଶେ ମୃଗ ଦେଶନେ ବ୍ୟାଧ ତ୍ରାସେ। ଯେତେବେଳେ ମୃଗ ଶିକାର ରାଜା ମାନେ କରନ୍ତି ସେତେବେଳେ ମୃଗଟି କଣ ନା ଗ୍ରୀବା ଭଙ୍ଗା ଭିରାମ ମୁହୁରନ ପତିତ ଚନ୍ଦନ ଦତ୍ତ ଦୃଷ୍ଟି। ଅବଶ୍ୟ ଯୋଉମାନେ ପଢିଥିବେ ଟିକେ ତାଙ୍କର ସେ ଧାରଣା ଥିବ। ତେଣୁ ଗ୍ରୀବା ଭଙ୍ଗା ବିରାମ ଆଜି ମୃଗ ଯାଏ ଯିଏ ସର ମାରିବାକୁ ଗୋଡେଇ ଥାଏ ମୃଗ ଦୌଡୁଥାଏ ଟିକେ ଟିକେ ପଛକୁ ଚାହିଁଥାଏ ଗ୍ରୀବା ଭଙ୍ଗା ବିରାମ ମୁହୁରନ ପତି। ଆଜି ସେଇଭଳି ମୃଗ ଭଳି ଇଏ ଯେ ବ୍ୟାଧ ରୂପୀ ଯାଉଛନ୍ତି। ତେଣୁ ମୃଗ କଣ କରୁଛି ନା ଧାଇଲା ସମୁଦ୍ର ଉପେଖି ଭଏ ଚାହିଁ ଦଶ ଦିଗେ ମୃଗ ଦେଶନେ ବ୍ୟାଧ ତ୍ରାସେ ପୃଥୁ ଧାମଇ କୋପ ମନେ ରୋଷିତ ଅରୁଣ ଲୋଚନେ ସର ସନ୍ଧାନେ ଧନୁ ଗୁଣେ ଧାମଇ ପୃଥି ଧାଇ ଜେଣେ ପୃଥି ପଳାଇ ଜେଣେ ଜେଣେ ପୃଥୁ ଧାମଇ ତେଣେ ତେଣେ। ଆଜି ପୃଥି ବା ଗୋମାତା ରୂପ ଧରି ଯୁଆଡକୁ ଯାଉଛନ୍ତି ଜେଣେ ଜେଣେ ଯୁଆଡକୁ ଯାଉଛନ୍ତି ଆଜି ତେଣେ ତେଣେ ଯାଉଛନ୍ତି ପୃଥୁ ମହାରାଜ। ତେଣୁ ଏ କଥାକୁ ଗୋଟେ ଦିଗ ବିଦିଗ ସ୍ୱର୍ଗ ମର୍ତ୍ତ୍ୟ ଅନ୍ତରିକ୍ଷ ଯେଉଁଠିକି ପଳାଇଲେ ବି ପୃଥିବୀ ଦେଖିଲା ଧନୁଷର ଧରି ପୃଥୁ ତା ପଛରେ ଗୋଡେଇ ମାଡିକି ଆସୁଛନ୍ତି। ତେଣୁ ସେଇ କଥା ସେ କହିଲେ। ଦିଗ ବିଦିଗ ଭୂମି ଶୂନ୍ୟ ପ୍ରତାପେ ମିଳିଲେ ଗଗନେ ପୃଷ୍ଠେ ଚାହାନ୍ତେ ପୃଥୁ ଦେଖେ କେବା ଅବନି ପ୍ରାଣ ରଖେ ଦେବୀ ଲଭିଲା ତ୍ରାସ ମନେ ମୃତ୍ୟୁର ଭয়ে ପ୍ରାଣୀ ଜେନେ ଚଳି ନ ପାରି ଦୁଃଖ ମନେ ମିଳିଲା ପୃଥୁ ସନ୍ନିଧାନେ। ବୋଲ ସତ୍ୟାନ ଭଗବାନ କି। ଆଜି ଚିନ୍ତା କରୁଛନ୍ତି ଦିଗ ବିଦିଗ ଭୂମି ଶୂନ୍ୟ ଯୋଉଠି ଯୁଆଡକୁ ଚାହିଁଲେ ମଧ୍ୟ ସେ ଯା ନିସ୍ତାର ପାଇପାରୁନାହାନ୍ତି। ଆଜି ହତବାକ ବା ଆଜି ଶୂନ୍ୟତା ଭାବରେ ରହି ଗୋମାତା ଆଜି ଚାହିଁଲେ ଚାରିଆଡକୁ ପୃଥୁଙ୍କର ତେଜ ଦୀପ୍ତିମନ୍ତ ରୁଦ୍ଧିମନ୍ତ ତେଜକୁ ଧରି ଯେତେବେଳେ ଗୋଡଉଛନ୍ତି ପଥରେ ସିଏ ପଥରେ ଗୋଡେଇବା ସମୟରେ ଦିଗ ବିଦିଗ ଭୂମି ଶୂନ୍ୟ ଯୁଆଡୁ ଗଲେ ତାଙ୍କୁ ଶୂନ୍ୟ ଦେଖାଗଲା। ଶେଷରେ ପ୍ରତାପେ ମିଳିଲେ ଗଗନେ ଗଗନେ ଆକାଶକୁ ଗଲେ ଏବଂ ପୃଷ୍ଠେ ଚାହାନ୍ତେ ପୃଥୁ ଦେଖେ କେବା ଅବନି ପ୍ରାଣ ରଖେ ଦେବୀ ଲଭିଲା ତ୍ରାସ ମାନେ ଅତି ଭୟ ପାଇ ତ୍ରାସରେ ଭୟ ପାଇ ମୃତ୍ୟୁର ଭୟ ପ୍ରାଣୀ ଜେନେ। ଯେତେବେଳେ ପ୍ରାଣୀର ମୃତ୍ୟୁ ସମୟ ଆସିଯାଏ ତେଣୁ ସେ ଆଉ କୋଉଠି କାହାକୁ କିଛି ନ ପାଇକିରି ଶରଣାଗତ ହୁଏ। ତେଣୁ ସେଇଭଳି ଭାବରେ
ଚଳି ନ ପାରି ଦୁଃଖ ମନେ ମିଳିଲା ପୃଥୁ ସନ୍ନିଧାନ କମ୍ପଇ ଭଏ ବସୁନ୍ଧରୀ ପୃଥୁ ଚରଣେ ନମସ୍କରି ବୋଲଇ ମଧୁର ବଚନେ ଈଶିତ ବିକଳ ବଦନେ ତୁ ମହାଭାଗ ଧର୍ମ ବେତା ଭୂତ ବସ୍ତଳ ସର୍ବଜ୍ଞାତା ପ୍ରାଣୀ ରକ୍ଷଣେ ଜନ୍ମ ତୋର ତୁ ନାଥ ତ୍ରାହି ମୋତେ କର। ବୋଲ ସତ୍ୟାନନ୍ଦ ଭଗବାନ କି ଆଜି ସେ କହୁଛନ୍ତି କହିଲେ ମନୁଷ୍ୟ ଯେପରି ମୃତ୍ୟୁ ମୁଖରୁ କେହି କାହାକୁ ବଞ୍ଚାଇ ପାରେ ନାହିଁ ସେହିପରି ବେଣୁଙ୍କ ପୁତ୍ର ପୃଥୁ କଥା ରକ୍ଷା କରିବା ଭଳି ଲୋକ ଏମିତି କେହି ମିଳିଲେ ନାହିଁ ମା ବସୁନ୍ଧରା କି ବଞ୍ଚେଇବା ପାଇଁ। ତେଣୁ ସେ ଅତ୍ୟନ୍ତ ଭୟଭୀତ ହୋଇ ଶଙ୍କିତ ଚିତ୍ତରେ ପଛକୁ ଫେରିଲା। ପୃଥୁଙ୍କୁ କହିଲା ହେ ଧର୍ମ ତତ୍ତ୍ୱ ମୁଁ ଆପଣଙ୍କ ଶରଣାଗତ ବସ୍ତ୍ର ହେ ରାଜନ। ତେଣୁ ଆପଣ ସକଳ ପ୍ରାଣୀକୁ ରକ୍ଷା କରିବାରେ ତତ୍ପର ଅଛନ୍ତି ମୋତେ ବି ରକ୍ଷା କରନ୍ତୁ। ଆଜି ମା ବସୁନ୍ଧରୀ ଆଜି ବସୁଧା ମା ଏଇ କଥା କହିଲେ ମୋତେ ଆପଣ ରକ୍ଷା କରନ୍ତୁ। କିମ୍ପା ଜିଜ୍ଞାସା ମୋତେ କର ଅପରାଧୀ ନୁହଁ ମୁଁ ତୋର ସ୍ତ୍ରୀ ଗୋ ବଧ ମୁହିଁ ମଲେ କେଶନେ ସମ୍ପାଦିବୁ ଭଲେ ଏକ ମାରଣେ ବେନି ଦୋଷ ସଂସାରେ ଥିବ ଅପଯଶ। କହିଲେ ସ୍ତ୍ରୀ ମାରଣେ ସ୍ତ୍ରୀ ଗୋ ବଧ ମୁହିଁ ମଲେ ତତେ ଅପରାଧ ହବ। ଆମର ଭାଗବତ ଜଗନ୍ନାଥ ଦାସ ଲେଖିଥାନ୍ତି। ତେଣୁ ଯାହାକୁ ଏଭଳି ଭାବରେ ଦେଖିବ ଯେତେବେଳେ ଭଗବାନ ରାମଚନ୍ଦ୍ର ପ୍ରଭୁ ଯାଇ ବାଳିକୁ ବଧ କଲେ ବାଳି ପଚାରିଲା କହିଲା ପ୍ରଭୁ ନୀତି ନିୟମ ସବୁ ଆପଣଙ୍କର ଆମେ ତ ମନୁଷ୍ୟ ନୁହେଁ ମୁଁ ତ ଏ ଶାଖା ମୃଗ ମୁଁ ତ ଗୋଟେ ମାଙ୍କଡଟାଏ ଆପଣଙ୍କ ନୀତି ମତେ କଣ ଶୁଣଉଛନ୍ତି। ଆଜି ସେଇଠି କହିଲେ ଭଗବାନ କହିଲେ ରାମଚନ୍ଦ୍ର ବାଳିକି କହିଲେ ଅନୁଜ ବଧୂ ଭଗିନୀ ସୁତ ନାରୀ ଶୁଣୁ ଷଠ ସମ ଇଏ କନ୍ୟାଚାରୀ ଯୋଇନିକୁ ଦୃଷ୍ଟି ବିଲୋକଇ ତାକୁ ବଧୁ କଛୁ ପାପ ନ ହୋଇ ଏମାନଙ୍କୁ ମାରିଲେ କିଛି ପାପ ନାହିଁ। କାରଣ ତୁ ବସୁଧା ତୁ ଆଜି ପୃଥିବୀ ଲୋକଙ୍କୁ ବଞ୍ଚେଇବା ପାଇଁ ତୋର କର୍ତ୍ତବ୍ୟ କାରଣ ତୁ ସର୍ବଂସହା ମା। ତେଣୁ ତୁ ଆଜି କଣ କରୁଛୁ ରାତିରେ ସବୁ ଯାକ ଶସ୍ୟ ଆଜି ଯେତେ ଅଛି ସବୁ ଖାଇ ଦେଇକିରି ଔଷଧ ଆଜି ଯେତେ ଯାହା ଅଛି ସବୁ ଖାଇ ଦେଇକିରି ତୁ ଯାଇ ଲୁଚି ରହୁଛୁ ସମୁଦ୍ର ଭିତରେ। ତେଣୁ ଆଜି ବସୁନ୍ଧରୀ ମା ଏ କଥାକୁ ଚିନ୍ତା କରି ତେଣୁ ସେ କହୁଛନ୍ତି ଯେ ସ୍ତ୍ରୀ ଗୋ ବଧ ମୁହିଁ ମଲେ ମୁଁ ମଲେ ଆପଣଙ୍କୁ ଲାଗିଯିବ ରାଜା ହେଇ ଆପଣଙ୍କୁ ଲାଗିବ ସ୍ତ୍ରୀ ଗୋ ବଧ। ଶିଶୁ ବାଳକ ସ୍ତ୍ରୀ ବାଳକ ଯୋଉ ବଧ ଯିଏ କରେ ତାକୁ ପାପ ଲାଗିଯାଏ। ତେଣୁ କେଶରେ ସମ୍ପାଦିକୁ ଭଲେ ଏକ ମାରଣେ ବେନି ଦୋଷ ଏଇ ଗୋଟିଏ ମୁଁ ମଲେ ମୋର ଦିଏ ଦୋଷ ଏଣେ ଗୋହତ୍ୟା ତେଣେ ବ୍ରହ୍ମ ହତ୍ୟା। ତେଣୁ ସଂସାରରେ ଥିବ ଅପଦୋଷ ଇଏ ଅପଦୋଷ ସଂସାରରେ ତୁମର ରହିବ। ସ୍ତ୍ରୀଲୋକ ଅପରାଧ କଲେ ପଣ୍ଡିତେ ନ ମାରନ୍ତି ଭଲେ ସ୍ତ୍ରୀ ଲୋକମାନେ ଯେତେ ଅପରାଧ କଲେ ବି ତେଣୁ ତାଙ୍କୁ କେବଳ ମାରିବା କଥା ଉଚିତ ନୁହେଁ। ଏ ମା ବୋଲ ସତ୍ୟାନନ୍ଦ ଭଗବାନ କି। ତେଣୁ ଗୋଟେ କଥା ହଉଛି ତୁନାଥ କରୁଣା ସାଗର ସ୍ତ୍ରୀ ଲୋକ ଅପରାଧ କଲେ ପଣ୍ଡିତେ ନ ମାରନ୍ତି ଭଲେ ଯୋଉମାନେ ଜ୍ଞାନୀ ଲୋକମାନେ ସେମାନେ ସ୍ତ୍ରୀ ଲୋକଙ୍କୁ ମାରନ୍ତି ନାହିଁ। କଣ ଯଦି କୌଣସି ନାରୀ ଯଦି ନ ବୁଝିଲା ଯେତେ ପ୍ରକାର ବୁଝିଲେ ମଧ୍ୟ ସେ ଯଦି ନ ବୁଝିବ ତେଣୁ ସେ କଣ କଲେ ନା ତୁନାଥ କରୁଣା ସାଗର ଦୁଃଖୀ ଦରିଦ୍ରଙ୍କ ସୋଦର। ତେଣୁ ଆପଣ ହଉଛନ୍ତି କରୁଣାର ସାଗର କରୁଣା ବରୁଣାଳୟ। ଆପଣ କଣ କରନ୍ତି ନା ଦୁଃଖୀ ଦରିଦ୍ର ମାନେ ଯେତେ ଅଛନ୍ତି ଆପଣ ତାଙ୍କର ସୋଦର ତାଙ୍କର ବନ୍ଧୁ। ତେଣୁ ଦଦରା ନାବ ପ୍ରାୟ ମୁହିଁ ଏ ଭାର ନପାରଇ ସହି ମୋହର ମଲେ ଏ ଜଗତେ ଏ ପ୍ରଜା ରଖିବୁ କେମତେ। ଯଦି ମତେ ମାରିଦବ ପୃଥିବୀ ମା କହୁଛେ ଯଦି ମତେ ମାରିଦବ ମୋର ଦଦରା ନା ଇଏ ନାଁରେ ଯେ ଅଛନ୍ତି ତାଙ୍କୁ ମୁଁ ତାଙ୍କ ଭାର ମୁଁ ସହି ପାରୁନି। ତେଣୁ ସେ ଭାରକୁ ନ ସହି ପାରି ମୋହର ମଲେ ଏ ଜଗତେ ଇଏ ପ୍ରଜା ରଖିବୁ କେମତେ। ପ୍ରଜା ମାନେ କିପରି ରହିବେ
तू जो प्रजा बर्तमान मत मारे से प्रजा कौन रे किपरि रे पृथु कहले शुण धरणी मो उतर तुमले मोर नाही डर मोहर आज्ञा भांगु तू ही तोर मारणे दोष नाही कारण माँ शुणु आज धरणी माँ को कहले कहले माँ शुण तेणु ये माँ टे बहुत कर ये वर्तमान जो उत्तर मु दौची शुण धरणी मो उत्तर मु प्रश्न पचार मु उत्तर दौची तुमने मोर नाही डर तू जदि मरी जाऊ मोर किछि किछि हेबो नाही कारण मोर आज्ञा भांगु तुई जेहेतु मु राजा कही तो गोपाल बाबू अछंती रामचरित मानस कथा जेते बेले माँ कई गोटे जुक्ति दे कहलेनी वसुधापति पदे राम राम हेबा उचित नुहे तेणु से कहीदेले कहते कहले वसुधापति पदे पृथ्वी से जेहेतु सीता पृथ्वी कन्या तेणु सी होती तेणु तांकर शाशु हेले किए ना पृथ्वी माँ तेणु से वसुधापति पदे राजा उचित हवा राम उचित हवा नुह वैदेश विलास अच्छी तेणु से कथा आज कहते तू मले मोर नहीं डर आज कहते पृथु कहते मोहर आज्ञा भांगु तु ही तोर मारणे दोष नाही पिता मरणे अराजके सकल शस्य बीज सुखे पिता चली जीवा परे जेते बेण चली जाइछंती एवं तू समस्त प्रकार शस्य बीज को ता मंजी की तू अति आने खाइलु गोरु रूपे होई संसार शस्य बीज नाही तू एमिति भाव खाइदेलु बर्तमान ये संसार बीज नाही मंजी नाही लोक मैंने कौन करेंगे से मंजी से फल हिसाब खाई था तू तो सब हरण करदेलु केमिति मो लोक मान चलिए मु प्रजा रंजन हेबी किपरि प्रजा माने मते मानिबे काहे कारण तांको मु ठीक समय किछि देई पारुनी ए कथा कही खाइलु गोरु रूपे होई संसार शस्य बीज नाही अन्न नथिले प्रजा जन केमते रखिबे जीवन अन्न बिहुने हंस आने मोर शरीर तो अन्न नाही जोग साथी भी कहा गेनी मु जोग साथी केमते रखिब अन्न नथिले प्रजा जन केमते रखिबे जीवन प्रजा नथिले राजा कहीं एघेनी तोते मु मारई अरे माँ शुण कहीदेले आज तू कहते माँ शुण जदि अन्न नाही तो मोर प्रजा मान जदि ना ताले मु को राजा द्वितीयत जदि मो प्रजा मान ना मोर राजा कहीं मु राजा कोठी पारि तेणु यही घेनी ये मु ते मारू तेणु कहले तू प्रतिद सबुज घास खाऊ अथच निज तेणु तोर चिंताधारा तू मोर आज्ञा उल्लंघन करुचु यज्ञर देवता रूप तू बर्तमान आउ गोटे कह तू यज्ञर देवता रूप भाग नौ पृथ्वी को दि जाऊे आम जिते यज्ञ करुचे एकदम पृथ्वी माता को घृताहुति दौचे से घृताहुति तू भी पाऊचु एवं यज्ञ देवता रूप भाग नौ एवं ता बदले मो लोक को आउ तू तो अन्न देना तेणु मु ते आज मारिदेवी ये भाव में कहले जिते बड़े राजा पृथु से कथा को कहते कौन तू दुष्ट मारण राजा धर्म ए तो स्वभावे निज कर्म मुझे बे न मारी तोते ए प्रजा बंचीबे के मनते विधाता सृष्टि कला जेते अन्न जीवन रक्षा अर्थे से शस्य गोरु रूपे खाई एबे न देऊ काई पाई बोल सत्यानंद भगवान की आज से कहले तू प्रतिदिन सबुज घास खाऊ एवं तोर से घास माध्यम कौन होती ना तोर देह संचित होता जो क्षीर पन्ना माध्यम जो क्षीर आसु से क्षीर को तू तो दूध दौचु से तू गोरु रूप धारण कलु एवं से दुष्टामी कर आज दंड देवा तो तू जिते बड़े आसिक शरणापन्न हेलुणी मत एणिक ते दंड देवा अनुचित उचित नुहे
ଏବଂ ମୂର୍ଖ ପୂର୍ବ କାଳରେ ବ୍ରହ୍ମା ଉତ୍ପନ୍ନ କରିଥିବା ବିଭିନ୍ନ ପ୍ରକାର ଯୋଉ ଖାଦ୍ୟାନ୍ନର ବିହନ ତକ ତୁ ନିଜ ପେଟରେ ପୁରେଇ ଦେଲୁ। ସବୁ ଯାକ ଶସ୍ୟର ମଞ୍ଜି ସବୁ ତୁ ଖାଇଦେଲୁ ଏବଂ ଏବେ ମତେ ଖାତିରି ନ କରି ଗୋଟିଏ ବି ବିହନ ପେଟରୁ ବାହାର କରୁନାହୁଁ। ତେଣୁ କାହିଁକି ନା କଣ କୋଉଥିପାଇଁ ନା ମାୟା ବି ଆଣେ ବହୁ ଦେହ ଅବଜ୍ଞା କଲୁ ଯେଣୁ ମୋତେ ତେଣୁ ଦଣ୍ଡି ବି ଆଜି ତୋତେ। ତୁ ମନ୍ଦ ବୁଦ୍ଧିରେ ଦୁରାଶୟ ମାୟା ଭିଆଣେ ବହୁ ଦେହ। ତୁ ମାୟାରେ ବି ଏପରି ସୃଷ୍ଟି କଲୁ ଯସ୍ମାତ୍ ସର୍ବମିତଂ ପ୍ରପଞ୍ଚ ରଚିତଂ ମାୟା ଜଗତ୍ ଜାୟତେ ଯସ୍ମିନ୍ ତିଷ୍ଠତି ଚାନ୍ତି ଚାନ୍ତ ସମୟ କଳ୍ପାନୁକଳ୍ପ ପୁନଃ। ତେଣୁ ତୁ ପୃଥ୍ୱୀ ଯଦି ମା ତୋର କିଛି ହେଇଛି ବ୍ରହ୍ମାଙ୍କ ଆଗରେ ତୁ ଯାଇକି ତୋର ଦୁଃଖ କହୁଛୁ ବା ଇନ୍ଦ୍ରଙ୍କ ଆଗରେ କହୁଛୁ ସମସ୍ତଙ୍କ ଆଗରେ କହୁଛୁ। ତେଣୁ ତୋ ଦୁଃଖରେ ମୁଁ ଦୁଃଖୀ ଏବଂ ତୋ ସୁଖରେ ମଧ୍ୟ ମୁଁ ସୁଖୀ। କାରଣ ତୋ ଉପରେ ମୋ ପ୍ରଜା ମାନଙ୍କର ଯେତିକି ଚାଲିଚଳନ ଏବଂ ସମସ୍ତ କାର୍ଯ୍ୟକଳାପ ଯାହା ସବୁ ରହିଛି ସେଥିପାଇଁ ବି ତତେ ମୋର ପୁର ନମସ୍ୟ ତୁ ହଉଛୁ ନମସ୍ୟା। ତେଣୁ ତୁ ହଉଛୁ ପୂଜ୍ୟା ଅଗ୍ରଗଣ୍ୟା। ତେଣୁ ଏଇ କଥାକୁ ପୃଥୁ ମହାରାଜ କହୁଛନ୍ତି ଏ ପ୍ରଜା ପୀଡ଼ିତ ଆରତେ କ୍ଷୁଧିତ ଅନ୍ନ ଅପ୍ରାପତେ ସେ ଦୁଃଖ ନିବାରିବି ମୁହିଁ ମୋ ବାଣୀ ତୋର ମାଂସ ଦେଇ। ଆଜି କହୁଛନ୍ତି ପୃଥୁ ମହାରାଜ କହିଲେ ଶୁଣ ମା କଣ ନା ଏ ପ୍ରଜା ପୀଡ଼ିତ ଆରତେ ଦୁଃଖରେ ଯୋଉଭଳି ମୋର ପ୍ରଜା ମାନେ ପଡିଛନ୍ତି ଏବଂ ସେମାନଙ୍କର ଯୋଉ ଦୁଃଖ ଯୋଉ ଭଳି ଭାବରେ ତୁ ଅଛି ତେଣୁ ସେ ଭାବରେ କ୍ଷୁଧିତ ଅନ୍ୟ ଅପ୍ରାପତେ ତେଣୁ ସେ ଗୋଟେ ଯୋଉ ପ୍ରପୀଡ଼ିତ ହେଉଛନ୍ତି ଦୁଃଖ କଷ୍ଟ ପାଉଛନ୍ତି କ୍ଲେଶ ପାଉଛନ୍ତି ଅନ୍ନ ବିହୁନେ ହଂସ ଯୋଉ ଅନ୍ନ ତ ନାହିଁ। ତେଣୁ ସେଇଥିପାଇଁ ସେ ମତେ କହୁଛନ୍ତି କ୍ଷୁଧିତ ଅନ୍ୟ ଅପ୍ରାପତେ ସେ ଦୁଃଖ ନିବାରିବି ମୁହିଁ ମୋ ବାଣେ ତୋର ମାଂସ ଦେଇ। ମୁଁ ସେ ଦୁଃଖକୁ ତ ନିବାରଣ କରିବି ତତେ ମାରିକି ତୋ ମାଂସ ଦେଇକି ସେମାନଙ୍କୁ ମଧ୍ୟ ତାଙ୍କୁ ଇଏ କରିବି ପ୍ରତିପୋଷଣ କରିବି। ସ୍ତ୍ରୀ ପୁରୁଷ ନପୁଂସକେ ପୀଡ଼ିତ ଯାର ତହୁଁ ଲୋକେ ତାହାକୁ ରାଜା ନ ଦଣ୍ଡିଲେ ସେ କିସ ରାଜା ଏ ସଂସାରେ ତାର ମାରଣେ ଦୋଷ ନାହିଁ ସଂସାରେ ଧର୍ମ କଥା କହି। ବୋଲ ସତ୍ୟାନ ଭଗବାନ କି କହିଲେ ସ୍ତ୍ରୀ ପୁରୁଷ ନପୁଂସକ ଲୋକ ଏ ତିନି ପୀଡ଼ିତ ଯାର ତହୁଁ ଲୋକେ ଯଦି ସେ ଲୋକମାନଙ୍କ ଦ୍ଵାରା ଯଦି ଏମାନେ ଯଦି ସେମାନଙ୍କୁ ପୀଡା ଦେଲେ କଷ୍ଟ ଦେଲେ ଦୁଃଖ ଦେଲେ ତାହେଲେ କଣ ହବ ନା ତାକୁ ଯଦି ରାଜା ଯଦି ତାକୁ ଦଣ୍ଡ ନ ଦେବେ ଏବଂ ସେ କୋଉ ରାଜା ସେ ରାଜା ଏ ସଂସାରରେ ରହିବା ଯାହା ନ ରହିବା ଯାହା ଏବଂ ତାର ମାରଣେ ଦୋଷ ନାହିଁ। ଏମାନଙ୍କୁ ମାରିବା ଯଦି ଅନ୍ୟାୟ କଲେ ଏମାନଙ୍କୁ ମାରିବାର କିଛି ଦୋଷ ନାହିଁ ସଂସାର ଧର୍ମ ଇଏ କଥା। ତେଣୁ ସେଇ କଥା କହିଲେ ଯେ ଯେଉଁ ଦୁଷ୍ଟ ନିଜକୁ ହିଁ ପୋଷଣ କରିବାର ଅନ୍ୟ ପ୍ରାଣୀଙ୍କ ପ୍ରତି ନିର୍ଦ୍ଦୟ ହୋଇଥାଏ ଯେ ପୁରୁଷ ହୋଇଥାଉ କି ସ୍ତ୍ରୀ ହେଇଥାଉ କି ନପୁଂସକ ହେଇଥାଉ ତାକୁ ମାରିଦେବା ରାଜାଙ୍କର କୌଣସି ପ୍ରକାର ଅପରାଧ ହେବ ନାହିଁ। କାରଣ ତୁ ଅତ୍ୟନ୍ତ ଗର୍ବୀ ଏବଂ ତୋ ଗର୍ବକୁ ଚୂନା କରିବା ପାଇଁ ତୁ ବର୍ତ୍ତମାନ ଯୋଉ ଗାଈ ରୂପ ଧାରଣ କରିଛୁ ଗୋମାତା ରୂପ ଧାରଣ କରିଛୁ ତେଣୁ ତୋର ଏଇ ଗର୍ବ ଭାବକୁ ଦେଖି ମୁଁ ତତେ ମୋର ଶଳାଘାତରେ ତତେ ମୁଁ ଖଣ୍ଡ ଖଣ୍ଡ କରିଦେବି। ତେଣୁ ସେଇ କଥାକୁ କହିଲେ ଏ ମାୟା ଗୋରୁ ରୂପ ବହି ସକଳ ଶସ୍ୟ ବୀଜ ଖାଇ ଅବଜ୍ଞା କଲୁ ଯେବେ ମୋତେ ନିଶ୍ଚେ ଦଣ୍ଡି ବିଆଜ ତୋତେ ତୋର ଶରୀର ତୀକ୍ଷ୍ଣ ବାଣେ କାଟିବି ତିଳ ପରିମାଣେ ବାଣେ ତୋହର ପ୍ରାଣ ହରି ମୁଁ ଆତ୍ମା ଯୋଗ ବଳେ କରି ବିସ୍ତାରି ମୋର ଶରୀରେ ଏ ପ୍ରଜା ରଖିବି ନିର୍ଭରେ। ଆଜି ବେଣୁ କହୁଛନ୍ତି ଗୋମାତାକୁ କହିଲେ ମା ଶୁଣୁ ତୁ ମାୟା ଗୋରୁ ରୂପ ବହି ସକଳ ଶସ୍ୟ ବୀଜ ଖାଇ ଯେତେ ମଞ୍ଜି ଥିଲା ତୁ ସବୁ ଯାକ ତୁ ପେଟରେ ଲୁଚେଇ ରଖିଦେଲୁ ଏବଂ ଅବଜ୍ଞା କଲୁ ଯେବେ ମୋତେ ମୁଁ ରାଜା ତୁ ମତେ ଆଜି ଅବଜ୍ଞା କଲୁ ତୁ ମୋ କଥା ମାନିଲୁ ନାହିଁ। ତେଣୁ ସେଥିପାଇଁ ନିଶ୍ଚୟ ଦଣ୍ଡିବି ଆଜ ତୋତେ ତୋର ଶରୀର ତୀକ୍ଷ୍ଣ ବାଣେ କାଟିବି ତିଳ ପରିମାଣରେ ଟିକି ଟିକି କରିକି ତୋ ଶରୀରକୁ ସଦା ସମୟରେ କାଟିଦେବି
କୋଉଠି ରଖିବିନି, ଖଣ୍ଡ ଖଣ୍ଡ କରି ନୁହେଁ, ଟିକି ଟିକି ଅତି ଟିକି ଟିକି କରି, ଏବଂ ତୋର ଶରୀର ତୀକ୍ଷ୍ଣ ମାନେ କାଟିବି ତୁଅ ପରିମାଣେ, ବାଣେ ତୋହର ପ୍ରାଣ ହରି ମୁଁ ଆତ୍ମା ଯୋଗ ବଳେ କରି। ଆତ୍ମା ଯୋଗ ବଳରେ ମୁଁ ତୋର ବାଣ ମାଧ୍ୟମରେ ମୁଁ ତୋ ଶରୀରକୁ ଟିକି ଟିକି କରି ଯେତେବେଳେ କହନ୍ତି ବିସ୍ତାରୀ ମୋହର ଶରୀରେ ଏ ପ୍ରଜା ରଖିବି ନିର୍ଭରେ। ତେଣୁ ମୋର ଶରୀରକୁ ମଧ୍ୟ ସେଇଭଳି ମୋର ରାଜା ପଣିଆକୁ ମୁଁ ବିସ୍ତାର କରିବି ଏବଂ ଇଏ ସଂସାର ମୋ ପ୍ରଜା ମାନଙ୍କୁ ମୁଁ ଅତି ନିର୍ଭୟ ଭାବରେ ମୁଁ ମୋ ପ୍ରଜା ମାନଙ୍କୁ ରଖିବି। ମୈତ୍ରବାଦ ଏମନ୍ତ କହୁ ମହାକୋପେ ପୃଥିବୀ ମିଳିଲା ସମୀପେ, ଏମନ୍ତ ପୃଥୁ ରୂପ ଚାହିଁ ଭୟ କମ୍ପଇ ତାର ଦେଇ, ପୃଥୁ ଚରଣେ ଶିର ଦେଇ ବୋଲଇ ଅଶ୍ରୁମୁଖୀ ହୋଇ। ବୋଲ ସତ୍ୟାନନ୍ଦ ଭଗବାନ କି। କହିଲେ ପୃଥୁ ମହାରାଜ କହିଲେ ମୁଁ କାଳ ସଦୃଶ, ମୁଁ ଅତ୍ୟନ୍ତ କ୍ରୋଧୀ, ତେଣୁ ମୋର ଏ କ୍ରୋଧମୟ ମୂର୍ତ୍ତି ଯଦି ଦେଖିନୁ, ଯଦି ଦେଖିବୁ ତାହେଲେ ଏକଥା ଶୁଣି ଧରଣୀ ଭୟରେ କମ୍ପିବାକୁ ଲାଗିଲା। ଆଜି ଧରଣୀ ମାତା ଭୟରେ ପୃଥିବୀ ମିଳିଲା ସମୀପେ ଏ ପର୍ଯ୍ୟନ୍ତ ପୃଥୁ ରୂପ ଚାହିଁ ଭୟ କମ୍ପଇ ତାର ଦେଇ, ଆଜି ତାଙ୍କ ଦେହ ଆଜି କମ୍ପି ଯାଉଛି, କମ୍ପନ ସୃଷ୍ଟି ହଉଛି ଏବଂ ସେ ଭୟରେ କମ୍ପିବାକୁ ଲାଗିଲା ଏବଂ ଅତ୍ୟନ୍ତ ବିନୟରେ ଆଜି ମା ଆଜି ତାର ପୂର୍ବ ରୂପକୁ ଧାରଣ କରି ହାତ ଯୋଡି ପୃଥ୍ୱୀରାଜାଙ୍କ ସମ୍ମୁଖ ଭାଗରେ ଠିଆ ହେଲେ। ଧରଣୀ ଉବାଚ ନମସ୍ତେ ପରମ ପୁରୁଷ, ଗୁଣ ପ୍ରକାଶେ ତୋର ଦୃଶ୍ୟ, ନିଜ ମାୟାରେ ଛନ୍ନ ହୋଇ ସଂସାର ହିତେ ବହୁ ଦେଇ, ସ୍ୱରୂପେ ଅନୁଭବ ବୃତ୍ତି ଦ୍ରବ୍ୟକାରକ କ୍ରିୟା ରୀତି, সকল করু মায়া ভ্রমে উর্মি দেশনে জল গ্রামে। ବୋଲ ସତ୍ୟାନନ୍ଦ ଭଗବାନ କି। କହିଲେ ଆପଣ ହେଉଛନ୍ତି ସାକ୍ଷାତ ପରମ ପୁରୁଷ, ଆପଣ ନିଜ ମାୟାରେ ଅନେକ ପ୍ରକାର ଶରୀର ଧାରଣ କରି ଗୁଣମୟ ପରି ଜଣା ପଡନ୍ତି। ବାସ୍ତବରେ ଆତ୍ମାନୁଭବ ଦ୍ୱାରା ଆପଣ ଅଧିଭୂତ, ଅଧ୍ୟାତ୍ମ, ଅଧିଦୈବ ଇଏ ସମ୍ବନ୍ଧୀୟ ଅଭିମାନରୁ ସେଥିରେ ଆପଣ ଉତ୍ତମ ରାଗ ଦେଶ ଏ ଅହଙ୍କାର ଜନିତ ଏ ସମସ୍ତ ଆପଣ ବିମୁକ୍ତ, ସର୍ବଥା ମୁକ୍ତ। ମୁଁ ଆପଣଙ୍କୁ ବାରମ୍ବାର ମୋର ନମସ୍କାର କରୁଛି। ସଂସାର ହିତେ ବହୁ ଦେହି ସ୍ୱରୂପେ ଅନୁଭବ ବୃତ୍ତି ଦ୍ରବ୍ୟ କାରକ କ୍ରିୟା ରୀତି ସକଳ କରୁ ମାୟା ଭ୍ରମେ ଉର୍ମି ଦେଶନେ ଜଳ ଗ୍ରାମେ। ତେଣୁ ମୁଁ ଆଜି ମାୟା ରଚନା ମତେ କରି ବିହରୁ ଆତ୍ମା ରୂପ ଧରି ସର୍ଜି ପାଳିଣ କରୁ ଅନ୍ତ, ଯେ ସ୍ୱୟଂ ପ୍ରକାଶେ ଜଗତ ସେ ମତେ ମାରିବାର ସଧେ ଧାମଇ ଉଦ୍ୟତ ଆଗୁଧେ, କେବା ରକ୍ଷଣେ ଅଛି ମୋର ତୁନାଥ ନ କରୁ ବିଚାର। ଆଜି ଏଇଠି ରାଜା ପୃଥୁ କହିଲେ ଆପଣ ହେଉଛନ୍ତି ସକଳ ଜଗତର ବିଧାତା, ଆପଣ ଏଇ ତ୍ରିଗୁଣାତ୍ମକ ସୃଷ୍ଟି ରଚନା କରିଛନ୍ତି, ଇଏ ମତେ ସକଳ ଜୀବଙ୍କର ଆଶ୍ରୟ କରି ଗଢିଛନ୍ତି, ତେଣୁ ଆପଣ ହଉଛନ୍ତି ସ୍ୱତନ୍ତ୍ର। ହେ ପ୍ରଭୁ, ଯେହେତୁ ସ୍ୱୟଂ ଆପଣ ହିଁ ଅସ୍ତ୍ରଶସ୍ତ୍ର ଧରି ମତେ ମାରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି, ତେଣୁ ମୁଁ ଆଉ କାହାର ଶରଣ ନେବି, ତେଣୁ ମୋ ଜୀବନରେ ମୁଁ ଶରଣ କାହାର ନେବି? ସେଇ କଥା କହୁଛନ୍ତି ଯେ ବିହରୁ ଆତ୍ମା ରୂପ ଧରି ସର୍ଜି ପାଳିନ କରୁ ଅନ୍ତ, ଆପଣ ସୃଷ୍ଟି ସର୍ଜନା କରୁଛନ୍ତି ଏବଂ ପାଳନ କରୁଛନ୍ତି ଏବଂ ତାକୁ ଅନ୍ତ କରୁ ଶେଷ କରୁଛନ୍ତି। ଯେ ସ୍ୱୟଂ ପ୍ରକାଶ ଜଗତ ସେ ମତେ ମାରିବାର ସତେ ଧାମଇ ଉଦ୍ୟତ ଆୟୁଧେ, ଆପଣ ଯୋଉ ଆୟୁଧ ଧରିକି ଯୋଉ ଶର ଧରିକି ଗୋଡେଇଛନ୍ତି ମତେ ମାରିବା ପାଇଁ, କେବା ରକ୍ଷଣେ ଅଛି ମୋର ତୁନାଥ ନ କରୁ ବିଚାର। ହେ ପ୍ରଭୁ, ତୁ ଯଦି ମତେ ନ ରଖୁ କିଏ ରଖିବ? ତୁ ଯଦି ମାରିବୁ ତାହେଲେ ମାରିଦେ। କାରଣ ଏଇ ଭାବନା ଚିନ୍ତାଧାରାରେ ଆଜି ସେ କହୁଛନ୍ତି ତୁ ନିଜ ମାୟା ତର୍କ ବଳେ ଜନ୍ତୁଙ୍କୁ ସର୍ଜୁ ଏ ଶୟଳେ, ତୁ ନାଥ ଧର୍ମଙ୍କର ଗୁରୁ କିମ୍ପା ନ ବୁଝି ମତେ ମାରୁ, ଅନନ ପାଇ ପ୍ରଜା ଦେବେ ତୋତେ କହିଲେ ଅନୁଭବେ। କହିଲେ ଇଏ ଜୀବଜନ୍ତୁଙ୍କ ପାଇଁ ତୁ ସର୍ଜନା କରିବାକୁ ତାଙ୍କୁ ପାଳିବା ଏବଂ ସମସ୍ତ ତୁନାଥ ଧର୍ମଙ୍କର ଗୁରୁ କିମ୍ପା ନ ବୁଝୁ ମତେ ମାରୁ, ଅନ୍ନ ନ ପାଇ ପ୍ରଜା ଦେବେ ତୋତେ କହିଲେ ଅନୁଭବେ। ତୁନାଥ ଜଗତ ଈଶ୍ୱର ଏ ତୋତେ ନୋହେ ଅଗୋଚର, ତୁନାଥ ପଦ୍ମ କଳ୍ପ ଅନ୍ତେ ଶୁକର ରୂପେ ତୋଳି ଦନ୍ତେ।
आज माँ पृथ्वी कहले पृथ्वी राजा कौन कहले कहले अन्न न पाई प्रजा देवे तोते कहले अनुभव जदि आपण को कहले तेणु आपण होउचंती राजा आपण राजा हिसाब रे तू ना तो जगत ईश्वर ये तोते नुहे अगोचर आपण को कथा अजना अछि कारण कल्प कल्प रे आपण आसंती कौन आसंती पूर्ण नाभि बत खेलु पूर्ण नाभि बत खेलु इच्छा शक्ति बले उद्भव होई तू धर्म स्थापु काले काले आज उद्भव होई धर्म स्थापन करिबार तेणु आपण कल्प कल्परे आसुचंती तेणु तू ना तो नुहे अगोचर तू ना तो पद कल्प अंते शुकर रूपे तोली दंते हे प्रभु ए पृथ्वी के आपण कौन करते जेते शुकर रूप बसती दर्शन शिखरे धरणी तब लग्ना शशिनी कलंक करे बनी मग्ना हरिकेश बधृत शुकर रूप जय जगदीश हरे जय जगदीश हरे हे प्रभु शुकर रूप आज पृथ्वी के आपण धरी तेणु मते उद्धार करते आज आपण तेणु ये कथा कह मते स्थापिलु जनहित लोक मानकर हित पाई आपण मते स्थापन करे एबे संहारिबु के मते आपण जदि मते संहार करंतु मोर किछि कहिबार नाही जे जन प्रतिपाली थाई से तारे बधन बांछई मोहर प्राय जेउ जन ईश्वर माया रे मोहन तेणु से कहले जे कल्पर आरंभ आपण निजर आश्रित अनिर्वचनीय माया द्वारा आपण सचराचर जगत सृष्टि कर एवं कौन कर मते आपण जदि मारिबा को बसती किपरि आपण एक होई माया बस तो अनेक रूप पर जना पड़ती तथा आपण स्वयं ब्रह्मा को सृष्टि करी तांकरी द्वारा विश्व रचना करिसंती एवं आपण हेउछन साक्षात सर्वेश्वर आपणक लीला को अद्वैतेन्द्रिय बोली जानी पारिबे किपरि सेमानक बुद्धि तो आपणक दुर्जय माया द्वारा विक्षिप्त हो जाय आपण ही पंचभूत इंद्रिय एवं अधिष्ठातु देवता बुद्धि अहंकार मन चित्त ये समस्त को आपण सृष्टि करचंती तेणु एमानक द्वारा आपणक द्वारा ये सब शक्ति मान सब तांकर जगत उत्पत्ति स्थिति संहार करचंती तेणु हे प्रभु तुना तपद कल्प अंते शुकर रूपे तोली दंते मोते तापिरु जन हिते एबे संहारी बुके मनते जे जन प्रतिपाली थाई से तारे बधन बांछ जे जन प्रतिपालन थाए तार बध करने मारिया से किपरि बाछा करिवो किपरि आशा करिवो तेणु हे सज्जन तेणु मोहर प्राय जेउ जन ईश्वर माया रे मोहन मो भली जो लोक तेणु तू आज ईश्वर माया रे रही तू आज मायाछन हो गलु तू मत जानी पारले मत बधिया आसिलु तेणु तुमर चेष्टा न जान बालू तो प्राय भ्रम तेणु आज तुमर ये बालू तो प्राय भ्रमण देखी मु आज आश्चर्य हो जाऊँगी हे वीर तुम्हें यशस्कर तुम्हें यशस्वी हुआ तेजस्वी हुआ धर्मवंत हुआ तुमको मोर नमस्कार कहली तोर जेबे इच्छा भोनाथ कर प्राण रक्षा आज कहते जे मु आपण पराक्रम रे मु जल ऊपर नौका परी रही एवं प्रजा माने मो आश्रय अच्छा यहीपरि भाव में मत उद्धार कर धराधर नाम पाई तेणु आज से आपण प्रजा मान को रक्षा कर धनुरे बाणु रखी वीर मूर्ति धरी मत आज बोले दुग्ध दे नई अपराध रे मते मारिदेवा को बस आज माँ प्रश्न कर पृथ्वी पृथुर संवाद शुणते खंडई प्रमाद भोना कहली तोर जेबे इच्छा भोनाथ कर प्राण रक्षा जदि आप चाहते मो प्राण रक्षा करूँ जदि मारे चाहते मारी दिंतु तेणु ये हूँ सत बर्तमान 1700 अध्याय पृथ्वी पृथुर संवाद
ଶୁଣନ୍ତେ ଖଣ୍ଡଇ ପ୍ରମାଦ। କାହିଁକି ଭାଗବତ ଶୁଣିବା? କାରଣ କଣ? ଏ ଭଗବାନବ ରୂପକୁ ତରଣୀରୁ ଯେତେ ଆମେ ବସିବା ଏବଂ ଆମ ଦୁଃଖ କଷ୍ଟ କ୍ଲେଶ ଯାହା ଚିନ୍ତାଧାରା ସବୁ ରହିଛି, କାରଣ ଆଜି ପରୀକ୍ଷିତ ମହାରାଜଙ୍କୁ ଯେତେବେଳେ ଶୁକମୁନି ଶୁଣାଉଛନ୍ତି ଚରିତ୍ର ଗୁଡିକ ସବୁ, ଏ ଚରିତ୍ର ଯାକ ଯେତେ ଶୁଣିବେ ଆପଣଙ୍କର ପାପ ଗୁଡିକ ସେତେ ଦହନ ହେଇ ଯାଉଥିବ। ତେଣୁ ସେଇଥିପାଇଁ କହିଲେ, ତେଣୁ ଆପଣଙ୍କ ତ୍ରିଗୁଣାତ୍ମିକା ସୃଷ୍ଟିର ବିନାଶ କାଳୀ ମାୟାରେ ମୋ ପରି ସାଧାରଣ ଜୀବର ଚିତ୍ତ ମୋହଗ୍ରସ୍ତ ହୋଇଯାଇଛି। ତେଣୁ ଆପଣଙ୍କ ଲୀଳାର ରହସ୍ୟ ବୁଝିବାକୁ ମୁଁ ବି ଅକ୍ଷମ। ତେଣୁ ଆପଣଙ୍କ ହେ ବୀର ଆପଣଙ୍କ ଲୀଳା ଯଶସ୍କର ହଉ ଏବଂ ଆପଣଙ୍କୁ ମୋର ନମସ୍କାର। ସେଇ କଥା ଆଜି କହୁଛନ୍ତି ଜଗନ୍ନାଥ ଦାସ। କଣ କହିଲେ ନା, ଶୁଣନ୍ତେ ପୃଥିବୀ ପୃଥୁର ସମ୍ବାଦ, ଶୁଣନ୍ତେ ଖଣ୍ଡଇ ପ୍ରମାଦ। ଯେତେ ପ୍ରମାଦ, ଯେତେ ଦୁଃଖ ଅଛି, ଦୁଃଖ କ୍ଲେଶ ଯାତନା ନିର୍ଯାତନା ଯାହା ଅଛି ସବୁ ଏ ସମସ୍ତ ମଧ୍ୟ ଖଣ୍ଡନ ହେଇଯିବ। ବୋଲଇ ବିପ୍ର ଜଗନ୍ନାଥ ସୁଜନେ ହିତେ ଭାଗବତ, ସୁଜନେ ହିତେ ଭାଗବତ, ସୁଜନେ হিতে ভাগবত। হরি ওম তৎসৎ, হরি ওম তৎসৎ, হরি ওম তৎসৎ। ইতি শ্রীমদ্ ভাগবতে মহাপুরাণে পারমহংস্যাং সহিতায়াং চতুর্থ স্কন্ধে পৃথ্বী বিজয়ে ধরিত্রী নিগ্রহ নাম সপ্তদশ অধ্যায়। ভীমস্যাপি রণভঙ্গ মুনিরপি মতি ভ্রম যদি শুদ্ধম অশুদ্ধম বা মম দোষ ন বিদ্যতে। হরি ওম তৎসৎ, হরি ওম তৎসৎ, হরি ওম তৎসৎ। सर्वे भवन्तु सुखिनः, सर्वे सन्तु निरामया, सर्वे भद्राणि पश्यन्तु मा कश्चित् दुःखभाग् भवेत्।